ବର୍ଷେ ହେଲା କ୍ଷୀର ପିଆଲାଣି, ବର୍ଷେ ହେଲା କ୍ଷୀର ଆଣିକି ଗୋପାଳ ବାବୁ ଦଉଛନ୍ତି, କିନ୍ତୁ କ୍ଷୀର 4 ଦିନ ଭଲ ଲାଗୁଛି, ପୁଣି 5 ଦିନ ପରେ ପୁଣି ଆଉ ଟିକେ ଅନ୍ୟ ପ୍ରକାର ଲାଗୁଛି। ମାସେ ପରେ ପଚାରିଲା ବେଳକୁ ସେ କହୁଛନ୍ତି ହଁ ଆଉ ଟିକେ ଭଲ କ୍ଷୀର ଦବା। କ୍ଷୀରଟା କଣ ଏତେ ପାଣିଚିଆ ଲାଗୁଛି, ଆଉ ଟିକେ ଚେଞ୍ଜ କରିଦବା କ୍ଷୀର। ହଁ, ପୁଣି ମାସେ ଖଣ୍ଡେ ତାଙ୍କଠୁ ନେଇକି ପୁଣି 15 ଦିନ ଖାଇଲା ବେଳକୁ ପିଇଲା ବେଳକୁ ପୁଣି ସେମିତି ଲାଗୁଛି। ସେ ଗୋଟେ ବାସ୍ନା ହଉଛି ଯେମିତି ଚିରା କାଗଜ ଗୁଣ୍ଡ କରିକି ଶୁଙ୍ଘିଲେ ଯେମିତି ଲାଗିବ ସେଇଭଳିଆ। କେତେବେଳେ ଇଟା ଗୁଣ୍ଡ, କେତେବେଳେ ପଥର ଗୁଣ୍ଡ, କେତେବେଳେ କୋଉ ପ୍ରକାର ଗୁଣ୍ଡ, କଣ ସେ ଗୁଣ୍ଡ ବି ବାସ୍ନା ବି କଣ, ଆମେ ସେ ଗୁଣ୍ଡ ବାସ୍ନାରୁ କିଛି ଜାଣି ହବନି। କ୍ଷୀର ତ କ୍ଷୀର, କ୍ଷୀର ତ ଦିଶୁଛି ଧଳା, ଦେଖିଲା ବେଳକୁ ଗୋପାଳ ବାବୁ ଦଉଛନ୍ତି ଆମକୁ ମାସକୁ ମାସ କ୍ଷୀର ଦଉଛନ୍ତି, ମାସକୁ ମାସ ଠେକି ଠେକି ପଇସା ନେଇଯାଉଛନ୍ତି। ହିସାବ କରିକି 1 ଟଙ୍କା ଏପଟ ସେପଟ ହବାର ନାହିଁ। ଯଦି 10 ଟଙ୍କା ରହିଗଲା, ହଁ ଆର ମାସରେ ଦେବେ, ଥାଉ। ଭାରି ଖୁସି, ସତେ ଯେମିତି ଭାରି ବାହାଦୁରୀ, ଯେମିତି ଗୋଟେ ବଡ଼ କାମଟେ କରୁଛନ୍ତି। ଆର ମାସକୁ 10 ଟଙ୍କା ରଖିଦଉଛନ୍ତି, ଆଉ ଏତେ ବଡ଼ କାମ କମ୍ ବଡ଼ କଥା। ଯେମିତି ଭାରି ଖୁସିରେ ଆଉ 10 ଟଙ୍କା ରହିଗଲା, ଆର ମାସରେ ଦବ। କିନ୍ତୁ ଗଲା ତାପରେ ପୁଣି 4 ମାସ, ମାସେ ଖଣ୍ଡେ ଖାଇଲା ବେଳକୁ ମାସେ 15 ଦିନ ପୁଣି ସେମିତି। କଣ କ୍ଷୀରଟା କଣ କହୁଥିଲ ଭଲ କ୍ଷୀର ଦବ ବୋଲି, ଆଉ ଏମିତି କଣ ବାସ୍ନା ହଉଛି, ଏମିତି କଣ ଲାଗୁଛି। ହଁ ଠିକ ଅଛି, ଆମେ ଆଉ ଟିକେ ଚେଞ୍ଜ କରିଦବା। କ୍ଷୀର ଚେଞ୍ଜ କରିବାଟା ଏମିତି ପ୍ରାୟ ବର୍ଷେ ଭିତରେ 10-12 ଥର ହେଇଗଲାଣି। ଏମିତିକି ପ୍ରତି ମାସରେ ଥରେ, ପ୍ରତି 15 ଦିନରେ ଥରେ କ୍ଷୀର ସେ ଚେଞ୍ଜ କରିକି ଦଉଛନ୍ତି। ଯେତେବେଳେ କହିଲେ ହଁ ଆଉ ଟିକେ ଚେଞ୍ଜ କରି ଦବା, ଆଉ ଏମିତି କହି ସେ ବାରମ୍ବାର କ୍ଷୀର ଖାଲି ଚେଞ୍ଜ କରିବାରେ ବ୍ୟସ୍ତ। କିନ୍ତୁ କ୍ଷୀର ପିଇ ସାରିଲା ପରେ କି ସିଝେଇ ସାରିଲା ପରେ କ୍ଷୀର ଆଉ ଗୋଟେ ପାତ୍ରକୁ ଯଦି ଆମେ ଢାଳିଦେବା, ତାହେଲେ ଦେଖିବା ସେ କ୍ଷୀର ତଳେ କିଛି ଧଳା ଧଳା ଦାନା, କିଛି ଧଳା ଧଳା କିଛି ବେଶ ବସି କିଛି ରହୁଛି। ସେଗୁଡ଼ା କ'ଣ, ଆମେ ସେଟା ଗବେଷଣା କରିବାକୁ ଚାହୁଁଛୁ, କ'ଣ ସେ କ୍ଷୀର ଭିତରେ ସେ ଜିନିଷଟା ରହିଲା। ଏଇଭଳିଆ କ୍ଷୀର ସେ ଆମକୁ ଦଉଛନ୍ତି। କ୍ଷୀର କାହିଁକି ଚେଞ୍ଜ ହବ? ଯିଏ ଦଉଛନ୍ତି ସେ ଚେଞ୍ଜ କରୁଛନ୍ତି ନା? ଗାଈ ଚିରରୁ ବାହାରିଲା ବେଳେ ସେ ଚେଞ୍ଜ ହେଇକି ବାହାରୁଛି, ନା ବାହାରି ସାରିଲା ପରେ ଚେଞ୍ଜ ହଉଛି? ଚିରରୁ ବାହାରିଲା ପରେ ଚେଞ୍ଜ ହଉଛି, ନା ବାହାରି ସାରିଲା ପରେ ଆଉ ଅନ୍ୟ ଜିନିଷ କିଛି ସେଥିରେ ମିଶିକି ସେଟା ଚେଞ୍ଜ ହେଇଯାଉଛି? କ'ଣ ଚେଞ୍ଜ ମାନେଟା କ'ଣ? କ୍ଷୀର ତ କ୍ଷୀର, କ୍ଷୀର ପୁଣି ଚେଞ୍ଜ ହବ କ'ଣ? ହଁ ଆଉ ଟିକେ ଭଲ କ୍ଷୀର ଦେଇଦବା, ଆଉ 5 ଟଙ୍କା ବଢେଇକି ଭଲ କ୍ଷୀର ଦେଇଦବା, ଆଉ 2 ଟଙ୍କା ବଢେଇ ଭଲ କ୍ଷୀର ଦେଇଦବା, ଏମିତି। କ୍ଷୀର ଚେଞ୍ଜ ହବାର କାରଣ କ'ଣ? କ୍ଷୀର କ'ଣ ପାଇଁ ଚେଞ୍ଜ ହବ? କ୍ଷୀର ତ ଗାଈ ଠାରୁ ବାହାରିଲା, ସେଟା ଚେଞ୍ଜ ହେଲା କାହିଁକି? ଇଏ ଗୋଟେ ଗବେଷଣା ଚାଲୁ। ବଡ଼ ବଡ଼ ବୈଜ୍ଞାନିକ ମାନେ ପୃଥିବୀରେ ବାହାରିଲେଣି ସବୁ, ସେମାନେ ବି ଗବେଷଣା ଏ ବିଷୟରେ କରନ୍ତୁ। ତାଙ୍କ ବେକରେ ଫୁଲମାଳ ପକେଇଦବା, ଚାଲୁ, ଆରମ୍ଭ ହଉ ଗବେଷଣା। ଯେଉଁମାନେ କ୍ଷୀର ପିଉଛନ୍ତି ସେମାନେ ବି ଗବେଷିତ ହୁଅନ୍ତୁ, ଜାଣନ୍ତୁ ଯେ ହଁ ପ୍ରକୃତରେ କ୍ଷୀରଟା କାହିଁକି ଚେଞ୍ଜ ହଉଛି। ଆଉ ଯେଉଁମାନେ କ୍ଷୀର ପ୍ରଥମରୁ ପିଇ ନାହାନ୍ତି ସେମାନେ ଜାଣିପାରିବେନି, ତାଙ୍କର ଅନୁଭୂତି ଆସିବନି, ତାଙ୍କ ଜିଭକୁ ପାଟିକୁ ସ୍ୱାଦ ଆସିବନି, ଜାଣିପାରିବେନି। ସେମାନେ ଯେତେ ବୁଝେଇଲେ ବି ସେ ବୁଝିପାରିବେନି। ସେ ଭାବିବ ହଁ କ୍ଷୀର ତ ଏଇଭଳିଆ, ଆଉ କେମିତି କ୍ଷୀର ଆସିବ। କିନ୍ତୁ ଯିଏ କ୍ଷୀର ନ ପିଇଛି ସେ କଥା କହିବ, ଯେ କ୍ଷୀର ପିଇଛି ପିଲାଦିନୁ, ତାହେଲେ ସିଏ ଜାଣିପାରିବ କ୍ଷୀରଟା ପ୍ରକୃତରେ କ୍ଷୀର କେମିତି ହୁଏ, କ୍ଷୀରର ସ୍ୱାଦ କ'ଣ, କ୍ଷୀର ରଙ୍ଗ କ'ଣ, କ୍ଷୀରର ବାସ୍ନା କ'ଣ, କ୍ଷୀରର ଗନ୍ଧ କ'ଣ, କ୍ଷୀର କେମିତି ଦିଶେ, କ୍ଷୀରରେ କ'ଣ କ'ଣ ମିଶେ, କ୍ଷୀରରେ କ'ଣ କ'ଣ ପଶେ, ଆଉ କ୍ଷୀର କେମିତି ଦେଖିଲେ ଖାଇବା ଲୋକକୁ ହସେ। ଇଏ ଆଶ୍ଚର୍ଯ୍ୟ କଥା। କ୍ଷୀର କ'ଣ ଏତେ ଚେଞ୍ଜ ହେଇଯାଉଛି? ହଉ, ପ୍ରତି 15 ଦିନରେ ଥରେ, ପ୍ରତି ମାସରେ ଥରେ, ପ୍ରତି 2 ମାସରେ ଥରେ ଏମିତି କ୍ଷୀର ବାରମ୍ବାର ଚେଞ୍ଜ ହେଇଯାଉଛି। ହଉ ଆଉ ଟିକେ ଭଲ କ୍ଷୀର ଦବା ବୋଲି ଗୋପାଳ ବାବୁ କହୁଛନ୍ତି। ଏମିତି କହିବାର ଅର୍ଥ କ'ଣ? ଗୋପାଳ ବାବୁଙ୍କୁ ପଚାରିଲେ ସେ କହୁଛନ୍ତି ହଁ କ୍ଷୀର ତ ଜର୍ସି ଗାଈ କ୍ଷୀର ଟିକେ ପତଳା ହବ। ଆଉ ପଚାରିଲେ କେତେବେଳେ କହୁଛନ୍ତି ଜର୍ସି ଗାଈ କ୍ଷୀର ପତଳା, ଦେଶୀ ଗାଈ କ୍ଷୀର ପତଳା, ସିନ୍ଧି ଗାଈ କ୍ଷୀର ପତଳା, ହଲିଷ୍ଟନ ଗାଈ କ୍ଷୀର ପତଳା, ଜର୍ସି, ଦେଶୀ, ସିନ୍ଧି, ହଲିଷ୍ଟନ, କୋଉ ଗାଈର କ୍ଷୀର ପତଳା ମୋଟା ଆମେ କେମିତି ଜାଣିବୁ? ସେ ଖାଲି ଏଇ କଥା କହିକି କ୍ଷୀର ପତଳା ପତଳା କହିକି ଚେଞ୍ଜ କରିବାରେ ଲାଗିଛନ୍ତି। ହଉ ହଉ ଠିକ ଅଛି, ଆମେ ଆଉ ଟିକେ ଚେଞ୍ଜ କରିଦବା। ଆଚ୍ଛା ଜର୍ସି ଗାଈ କ୍ଷୀର ଯଦି ପତଳା, ତାହେଲେ ପଇସା ବି ଟିକେ ପତଳେଇକି ନିଅ। ପଇସା ନ ପତଳେଇକି ନ ନେଇକି ପଇସା ଏତେ ମୋଟେଇ ମୋଟେଇ କାହିଁ ନଉଛ ରେ ବାବା? ପଇସା ଟିକେ କମେଇ ଦିଅ। ଆଉ ଯଦି କ୍ଷୀର ତମର ମୋଟା ପଇସା ନେବାର ଅଛି, ତାହେଲେ କ୍ଷୀର ଦେଶୀ ଗାଈ କ୍ଷୀର ଦିଅ। ନାଇଁ କ୍ଷୀର ତ ସେମିତିଆ ବାହାରୁଛି, ଆଉ ଆଜିକାଲି ସେମିତିଆ ବାହାରୁଛି। ଆଉ ସେମିତିଆ କ୍ଷୀର ଯଦି ବାହାରୁଛି ତାହେଲେ ପଇସା ବି ସେମିତିଆ ନିଅ। ମୋଟା ମୋଟା ପଇସା, ଦେଖିଲା ବେଳକୁ କ୍ଷୀରରେ ନାହିଁ କିଛି ସ୍ୱାଦ। କ୍ଷୀର ଦିଶୁଛି କାଗଜ ଗୁଣ୍ଡ ମିଶେଇଲେ ଯେମିତି ଲାଗେ। ଗୋଟେ କାଗଜ ଗୁଣ୍ଡ କରିକି ଧଳା ପାଣିରେ ମିଶେଇ ଦେଲେ ପାଣି ଯେମିତି ଧଳା ହେଇଯିବ, ସେଇଭଳିଆ ମତେ ଲାଗୁଛି। ବୋଧେ ପାଣିରେ କେତେ କ୍ଷୀର ମିଶେଇଲେ ପାଣିଟା ପାଣି ହେଇଯିବ, କ୍ଷୀରଟା କ୍ଷୀର ହେଇଯିବ। କ୍ଷୀରରେ କେତେ ପାଣି ମିଶେଇଲେ କ୍ଷୀରଟା କ୍ଷୀର ହେଇଯିବ, ପାଣିଟା ପାଣି ହେଇଯିବ। ଏଇ ଭେଦଟାକୁ ଆମେ ବୁଝିବାକୁ ପଡ଼ିବ। ତାହେଲେ ଚାଲ ଥରେ ଯିବା ଗୋଟେ ଜାଗାକୁ, ସେଇଟା ହଂସ ହବା, ମାନସରୋବର ପଳେଇବା, ସେଇଟା ହଂସ ହେଇକି କ୍ଷୀରକୁ ନୀରରୁ ଅଲଗା କରିବା, ନହେଲେ ନୀରକୁ କ୍ଷୀରରୁ ଅଲଗା କରିବା। ଏଗୁଡ଼ା ସବୁ ପରିହାସ କଥା ନୁହଁ, ଏଇଟା ହେଉଛି ମର୍ମ କଥା, ହୃଦୟର କଥା। ଏଇଟା ହେଉଛି ବହୁତ ବ୍ୟଥା ବେଦନାର କଥା, ଦୁଃଖର କଥା, ବହୁତ କଷ୍ଟ ଯନ୍ତ୍ରଣାର କଥା। ଆମେ ଏମିତି ଅନୁତାପ କରି ଆମେ ଜୀବନଯାପନ କରୁଛେ ସମାଜରେ। କ୍ଷୀର ଟିକେ ଆଜି ପର୍ଯ୍ୟନ୍ତ ଜୀବନରେ ଗୋଟେ ବୁନ୍ଦା କ୍ଷୀର ଆମେ ଦେଖିପାରିଲେନି।
ଆଉ କ୍ଷୀର ନାଁଟା ଖାଲି ଶୁଣିଲେ ଏକାନରେ ଶୁଣି ସେକାନରେ ବାହାର କରିଦେଲେ ଫଟ୍ କିଣି ଉଡ଼ିକି ପଳେଇଲା ସେ ପକ୍ଷୀ ଭଳିଆ। କିନ୍ତୁ କ୍ଷୀର କ'ଣ ଆମେ ଆଜି ପର୍ଯ୍ୟନ୍ତ ଦେଖିପାରିଲେନି, ଜାଣିପାରିଲେନି। ନା ଯୋଉଟାକୁ ଦେଖୁଛେ ପ୍ରକୃତିରେ ସେ କ୍ଷୀର ନୁହଁ। ଗବେଷଣା ହଉ, ଚାଲୁ ଗବେଷଣା। କିଏ ଗବେଷକ ଅଛନ୍ତି ଆସ, ଗବେଷଣା କର, କ୍ଷୀରକୁ ନିଅ, ବସି ବସିକରି ଘଣ୍ଟା ଘଣ୍ଟା କରି ଦେଖ ଗବେଷଣା କରିକି କେତେ ଘିଅ ବାହାରୁଛି, କେତେ କ୍ଷୀର ବାହାରୁଛି, ଘିଅ ପଏଣ୍ଟ କେତେ ଅଛି, ଲାକ୍ଟୋମିଟର ପକାଅ। କେତେ ପ୍ରକାର ଲାକ୍ଟୋମିଟର ବି ଆଜିକାଲି ଭେଜାଲ ହେଇଗଲାଣି। ଓ ଲାକ୍ଟୋମିଟର ଆଉ କ'ଣ ଅଛି ଠିକରେ? ଲାକ୍ଟୋମିଟର ଗଲାଣି ଭେଜାଲି। କେବେଠାରୁ ଗଲା ନା ଆଜି କ'ଣ? କେବେଠାରୁ ଭେଜାଲ? ସମସ୍ତେ କୁହନ୍ତି ଲାକ୍ଟୋମିଟର ପକେଇ, ଆମେ ଆଣିଛୁ, ନଉଛୁ, କ୍ଷୀର ଷ୍ଟୋରରେ ଆମେ ଦେଇଦେଉଛୁ। ଆଉ ସେ କଥା କାହିଁ କହୁଛ? ପୁରା ଲାକ୍ଟୋମିଟର ପକେଇ ଦେଇକି ଆମେ ହଲେଇ ଦେଉଛୁ। ଲାକ୍ଟୋମିଟର ସେ କ୍ଷୀରର ଘିଅ ଅଂଶଟା ଆମକୁ ଦେଖେଇ ଦେଉଛି। ଆଉ 6 ପଏଣ୍ଟ, 12 ପଏଣ୍ଟ, 18 ପଏଣ୍ଟ, କେତେ ପଏଣ୍ଟ ଦେଖାଉଛି ତା ଠିକଣା ନାହିଁ। ପଏଣ୍ଟ କ'ଣ ଗୋଟେ? ଓ ବାବୁ, କ'ଣ ପଏଣ୍ଟ? ତମେ ଗାଈକୁ ଦାନା ଚୋକଡ଼ ଘାସ ଦେଲ, ପୁଣି ସେଥିରେ ପଏଣ୍ଟ କ'ଣ ଆସିଲା? ଯଦି ପଏଣ୍ଟ ଆସିଲା ତାହେଲେ ସେ ଅନୁସାରେ ପଏଣ୍ଟ ଅନୁସାରେ ପଇସା ନିଅ। ଏତିକି ପଏଣ୍ଟ କ୍ଷୀର, ଏତିକି ପଏଣ୍ଟ ଘିଅ ଅଛି, ତେଣୁ ସେତିକି ପଇସା ଦିଅ, ସେ ଅନୁସାରେ ପଇସା ଦିଅ। ତମେ ଏପଟେ ଦେଖେଇଦବ ଏତିକି ପଏଣ୍ଟ, ସେପଟେ ପଇସା ନେଇଯିବ। କାହିଁକି ଏମିତି ହଇରାଣ କରୁଛ ଲୋକଙ୍କୁ? ଓ ବାବୁ ଟିକେ କୁହ। ହୋ, କ୍ଷୀରରେ ଘିଅ ପଏଣ୍ଟ 2 ଅଛି, 5 ଅଛି, 3 ଅଛି, 4 ଅଛି, 2, 1 ଅଛି, 1, 2 ଅଛି, 3, 4 ଅଛି। କ୍ଷୀର ଯଦି ଏତେ ପରିବର୍ତ୍ତନ ହେଇଯିବ, କ୍ଷୀରକୁ କ୍ଷୀର ଭଳିଆ ଆଉ ଲୋକ କେହି କହିବେନି। ଘିଅ ଆଜିକାଲି ବାହାରିଲାଣି ବଜାରରେ, ଦେଖ କ'ଣ ଏଇ କମ୍ପାନୀ ଘିଅ, ସେ କମ୍ପାନୀ ଘିଅ। ଘିଅ ତ ଗୋଟେ ପ୍ରକାର ଘିଅ, କ୍ଷୀରରୁ ଦହି, ଦହିରୁ ଘିଅ, ଦହିରୁ ଲହୁଣୀ, ଲହୁଣୀରୁ ଘିଅ ଉତ୍ପାଦନ ହେବ, ଉତ୍ପାଦନ ତିଆରି କରାହେବ। ଆଉ ତମେ କେମିତି କ'ଣ କରୁଛ ଯେ ତମର ବିଭିନ୍ନ ପ୍ରକାର ଘିଅ ବାହାରୁଛି? ଏଇଟା ହେଉଛି ଖାଇବା ଘିଅ, ଏଇଟା ଗାଇବା ଘିଅ, ଏଇଟା ନାଇବା ଘିଅ, ଏଇଟା ପାଇବା ଘିଅ, ଏଇଟା ଦାଇବା ଘିଅ, ଏଇଟା ସାଇବା ଘିଅ, ଏଇଟା ହାଇବା ଘିଅ, କେତେ ପ୍ରକାର ଘିଅ ବାହାରିଲାଣି। ଆଉ ସେ ଘିଅ ତମେ ଦେଖିଲେ ଆଶ୍ଚର୍ଯ୍ୟ ହେଇକି ହଗି ମୁତେଇକି ପଳେଇବ। ସେଟା ତମେ ଘିଅ ଦେଖି ଦେଖୁ ତମର ଜୀବନ ପଳେଇବ, ଜିନ୍ଦେଗି ପଳେଇବ ଲୋ ବାପା। ତମେ ଜୀବନରେ ଘିଅ ଦେଖିପାରିବନି। ଘିଅ ଶୁଣିକିରି ପଳେଇବ ସ୍ୱର୍ଗଦ୍ୱାରରେ ଶୋଇବ ଯାଇକି। ସେଠି ବି ଟୋପେ ଘିଅ ମିଳିବନି ତମକୁ। କୋଉଠି ଟୋପେ ଘିଅ ତମକୁ ମିଳିବନି। ଖାଲି ଯୁଆଡ଼େ ଯିବ ସିଆଡ଼େ ଖାଲି ଏଇଭଳିଆ ତମକୁ ଶବ୍ଦ ଶୁଣା ହବ। କ'ଣ ନା ଘିଅ। ଘିଅ ମାନେ କ'ଣ? ଘିଅର ଅର୍ଥ କ'ଣ? ଘିଅ କାହାକୁ କହନ୍ତି? ଘିଅ କୋଉଥିରୁ ହୁଏ? ଘିଅ କିଏ କରନ୍ତି? ଘିଅ କେତେ ଦିନ ଲାଗେ କରିବା ପାଇଁ? ଘିଅ କ'ଣ? ଘିଅର ତତ୍ତ୍ୱ ମହତ୍ତ୍ୱ ଉପରେ, ଭୂମିକା ଉପରେ ଆଲୋଚନା କରୁ କରୁ ପରେଇବ ବାପାରେ, ପରେଇବ, ଜିନ୍ଦେଗି ପରେଇବ। ଜାଣିପାରିବନି ତମେ ଘିଅ କ'ଣ। ଯିଏ ଘିଅ ଏମିତି କରିକି ବଜାରରେ ବିକୁଛ, ଠକୁଛ, ଆଉ କହୁଛ ବିଭିନ୍ନ ପ୍ରକାର ବ୍ରାଣ୍ଡ ଲଗେଇକି କହୁଛ ଏଇଟା ଅମକ ନମ୍ବର ଘିଅ, ସେଇଟା ସମକ ନମ୍ବର ଘିଅ। ତମେ ନିଜେ ବୁଝ ପ୍ରକୃତିରେ ଘିଅ ମାନେ କ'ଣ। ଯାଉ 30 ବର୍ଷ ଖଣ୍ଡେ ବିତେଇ ଦିଅ, ଏଥିରେ ଗବେଷଣା କର, ଗୋଟେ ନୋବେଲ ପାଅ। କ'ଣ ଅସୁବିଧା ହେଉଛି ତମର? ଭଲ ନା, ଘରର, ବଂଶର, କୁଳର ମର୍ଯ୍ୟାଦା ନାଁ ରହିବ, କେତେ ଟେକ ଯଶ ରହିବ, ଫଟୋ ଟଙ୍ଗା ହେବ, ଫୁଲମାଳ ପଡ଼ିବ, ଘର ଲୋକ ପୂଜା କରିବେ ତମକୁ। ଯାଉ ଘିଅ ଉପରେ ଗବେଷଣା କଲେ ବାବୁ। ଆମ ବାବୁ ଘିଅ ଉପରେ ଗବେଷଣା କରିଛନ୍ତି। କଲ ଦେଖିବା କେତେ ଗବେଷଣା କରିକି ଫଳ ବାହାର କରୁଛ, ନୋବେଲ ଫଳ ପାଉଛ, ଦେଖିବା। କର। କିଛି ନ କରିକି ତମେ ଲୋକଙ୍କ କଥାରେ ପଡ଼ିକି ଶୁଣିକି ଭେଜାଲ ଘିଅ ଗୋଟେ ଆଣିକି ବଜାରରେ ବିକିକି ତମେ ଦୁନିଆ ପାଲା କରୁଛ। ହଏ ବାବୁ, ସୁଧୁରି ଯାଅ, ତୁରନ୍ତ ସୁଧୁରି ଯାଅ। ଯେତେ ଶୀଘ୍ର ସୁଧୁରି ଯାଅ, ତୁରନ୍ତ ସୁଧୁରି ଯାଅ ବାପା। କହିଲି ଏତିକି। ହଁ, ଏମିତି ଯଦି ତମ ଲୋକ ଶିଖିବ କେମିତି ବଞ୍ଚିବ ଦୁନିଆରେ। କାଲି ମୁଁ ଏଇ ସକାଳୁ ଭାବୁଛି କ୍ଷୀରଟାକୁ ବନ୍ଦ କରିଦବା, କ୍ଷୀର ଆଉ ଆଣିବାନି। ଯେମିତି ମତେ ଲାଗୁଛି କ୍ଷୀରଟା ଗୋଟେ କୋଉଠି ମିଳୁଛି, କୋଉଠି ନା ଗୋଟେ ଝରଣା ପାଣିରୁ ଗୋଟେ ମିଳୁଛି ବୋଧେ। କ୍ଷୀର ତାଟିଆ ବୁଡେଇକି କି ଗ୍ଲାସ ବାଲ୍ଟି ବୁଡେଇକି କ୍ଷୀର ବୋଧେ ଆଣିକି ଦଉଛନ୍ତି ଏମାନେ, ଆଉ ସେଥିରେ ଟିକେ ପାଣି ମିଶାଉଛନ୍ତି। ମତେ ଏମିତି ଲାଗୁଛି, ସତ କଥା ଏମିତି ଲାଗୁଛି ମତେ। କ୍ଷୀରରେ କ୍ଷୀର ନାହିଁ, ଦହିରେ ଦହି ନାହିଁ, ଘିଅରେ ଘିଅ ନାହିଁ, ଲହୁଣୀରେ ଲହୁଣୀ ନାହିଁ। ଏଇ ଯୁଗ କ'ଣ ହେଲା ଏମିତି? ଟିକେ କାହିଁ ବଦଳିଗଲା ରେ? ଗାଈ ଠାରୁ କ୍ଷୀର ବାହାରେ ବୋଲି ଆମେ ଶୁଣିଥିଲୁ, କିନ୍ତୁ ଏବେ ଆଉ ଭାବୁନୁ ଗାଈଠୁ କ୍ଷୀର ବାହାରୁଛି ବୋଲି। ଗାଈ ଠାରୁ ଆଉ କ'ଣ ବାହାରୁଥିବ ଆମେ ଦେଖିବାକୁ ପାଉନୁ। କିଏ ଦେଖୁଛି ଗାଈଠୁ କ୍ଷୀର ବାହାରୁଛି କି ନାହିଁ ବୋଲି? ଯେତେ ଲୋକ କ୍ଷୀର ପିଉଛନ୍ତି ସମସ୍ତେ କ'ଣ ଦେଖୁଛନ୍ତି ଗାଈଠୁ କ୍ଷୀର ବାହାରୁଛି ବୋଲି? ଦୁନିଆରେ ଯେତେ ଲୋକ କ୍ଷୀର ପିଉଛନ୍ତି ତାଙ୍କୁ ପଚାରିଲେ ଯେ ସେ କହିପାରିବେ କି ଗାଈଠୁ କ୍ଷୀର ବାହାରୁଛି ବୋଲି? ଜଣେ ତ କେହି କହିପାରିବେନି। ମତେ କାହିଁ ଲାଗୁନି, ଯଦି କହୁଥିବେ କାହାଠୁ ଶୁଣିକି କହୁଥିବେ, କି କୋଉ ବହିରୁ ପଢିକି କହୁଥିବେ ହଁ ଗାଈଠୁ କ୍ଷୀର ବାହାରେ। କାହିଁକିନା ଆଗରୁ ପ୍ରାଚୀନ କାଳରେ ଗାଈରୁ କ୍ଷୀର ବାହାରୁଥିଲା ବୋଲି ଏଇ କଥା ଶୁଣିକି ଅଜା, ଜେଜେବାପା, 43 ପୁରୁଷ ଏଇମାନଙ୍କଠୁ ଶୁଣିକି କି ବହିରେ କାଗଜରେ ଲେଖା ହେଇଛି କଳା କଳା ନାଲି ନାଲି ଅକ୍ଷରରେ ଯେ ହଁ ଗାଈଠୁ କ୍ଷୀର ବାହାରେ। କିନ୍ତୁ ଗାଈଠୁ କ୍ଷୀର ବାହାରେ କେହି ଦେଖି ନାହାନ୍ତି ତ, କେହି ଜଣେ ବି ଦେଖିନଥିବେ। ଯୋଉମାନେ କହୁଥିବେ ଦେଖିଛନ୍ତି ସେ ସବୁ ମିଛ କହନ୍ତି ବୋଲି ମୁଁ ଭାବୁଛି। ଏତେ ମିଛ କାହିଁ କହନ୍ତି? ସେ ଗୋଟେ ଗାଈ କ୍ଷୀର ବିକ୍ରି କରୁଛନ୍ତି,
ସେମାନେ ବି କ୍ଷୀର ବାହାରିଆଟା ସେ ଯଦି ଦେଖୁଛନ୍ତି ତାହେଲେ କ୍ଷୀରଟା ଦେଲା ବେଳେ କାହିଁକି ଏତେ ପତଳା କରିକି ଦଉଛନ୍ତି? କ୍ଷୀରରେ ଏତେ ପାଣି। ମୁଁ ସକାଳୁ ଭାବୁଛି, ମୁଁ କହିଲି କ୍ଷୀରଟା ଚେଞ୍ଜ କରିଦବା, କ୍ଷୀର ଆଉ ଖାଇବାନି କ୍ଷୀର। ପଇସାକୁ ପଇସା ଦିଆହଉଛି, ମାସକୁ ମାସ ପଇସା ଦିଆହଉଛି, କ୍ଷୀର ବାଲାକୁ ହାଡ଼େ ହାଡ଼େ ପଇସା ଦିଆହଉଛି, କିନ୍ତୁ ଦେଖିଲା ବେଳକୁ କ୍ଷୀରରେ କ୍ଷୀର ନାହିଁ। କ୍ଷୀର ସିଝେଇଲେ କ୍ଷୀରରେ ସର ପଡୁନି, କ୍ଷୀରଟା ସେମିତି ପାଣି ଜକ ଜକ ଦିଶୁଛି, ପିଇଲା ବେଳକୁ ପାଟିରେ ଟ୍ୟୁବୱେଲ ପାଣି ଭଳିଆ ଲାଗୁଛି ପାଟିକି। ଆଉ ଯଦି ସେଥିରେ ଗରମ କରିକି ସେଥିରେ ଯଦି ରୁଟି 4 ଖଣ୍ଡ ପକେଇକି କି ପରଟାଟି ପକେଇକି, ଯଦି ପରଟା ତ ନୁହଁ ସାଧା ରୁଟି ଯାହା ହଉ, ଯେକୌଣସି ଜିନିଷ ଗୋଟେ କ୍ଷୀରରେ ପକେଇକି ପିଇବା ପାଇଁ ଭଲ ଲାଗିବ। ଟିକେ ଚିନି ପକେଇକି, ଗରମ କ୍ଷୀରରେ ଚିନି ପଡେ, ଏଇଟା ସମସ୍ତେ ଜାଣିଛନ୍ତି, ସବୁ ଶାସ୍ତ୍ର ବିଦିତ। ଆଉ କଣ କ୍ଷୀରରେ ଲୁଣ ପଡିବ? ପଖାଳ ଭାତ ଭଳିଆ ସେ ତ ପଖାଳ ଭାତ ତୋରାଣୀ ଠାରୁ ଆହୁରି ପତଳା। ସେ ତୋରାଣୀ ତ ହେଲେ ବହୁତ ମୋଟା, ତୋରାଣୀ ତ ପାଟିକୁ ଭଲ ଲାଗେ, ଆଉ ପିଇଲା ବେଳେ ଜାଣି ହୁଏ ଯେ ହଁ ଏଇଟା ଭାତର ତୋରାଣୀ। କିନ୍ତୁ ଏଇ ଯୋଉ କ୍ଷୀର ଆମେ ପିଉଛୁ, ସେ କ୍ଷୀରରୁ ତ ଆମେ ଜାଣିପାରୁନୁ ଯେ କ୍ଷୀରରେ ଏଇଟା କ୍ଷୀର ବୋଲି, ଗାଈଠୁ ଆସିଛି ବୋଲି ଆମେ ଜାଣିପାରୁନୁ। କ୍ଷୀର ପିଉଛୁ ବୋଲି ମନକୁ ଆସୁଛନ୍ତି ଭାବନା, କଣ ଗୋଟେ ଆମେ ପିଉଛୁ ଏମିତି ଭାବନା ଆସୁଛି। ଏ ଯେ ସକାଳୁ ଭାବୁଛୁ କ୍ଷୀରଟାକୁ ବନ୍ଦ କରିଦବା, କ୍ଷୀର ପିଇବାନି। କାଲି ଠାରୁ ଏତେ କ୍ଷୀର ତ ସବୁବେଳେ ଏଇ 4 ବର୍ଷ ହେଲାଣି କ୍ଷୀର ପଇସାକୁ ପଇସା ମାସକୁ ମାସ ଦିଆହଉଛି, ଦେଖିଲା ବେଳକୁ କ୍ଷୀରରେ କ୍ଷୀର ନାହିଁ, ସର ପଡୁନି। ଗୋଟେ ଜିନିଷ ବତୁରେଇକି ସେ କ୍ଷୀରରେ ପକେଇଲେ, ଚିନି ଟିକେ ପକେଇକି ତାକୁ ଖାଇଲା ବେଳକୁ ପାଟିକି ଖାଲି ଶୁଧୁ ପାଣି ଚିଆ ଲାଗୁଛି, ପାଣି ପାଣି ଲାଗୁଛି। ପାଣି ତ ଆଉ ପାଣି ଚିଆ ନୁହଁ, ପାଣି ଲାଗୁଛି। ଆଉ କେମିତି କଣ କରିବ? ଆମେ ବିଶ୍ୱାସ କେମିତି କରିବ? ଆଉ କ୍ଷୀର ନହେଲେ ବି ହଉନି। ମୁଁ ଭାବୁଛି କ୍ଷୀରରେ କେତେ ପାଣି ମିଶେଇଲେ ତା ଧଳା ଅଂଶଟା ମରିଯିବ। ଏଇଟା ଗୋଟେ ଗବେଷଣା କରିବାକୁ ପଡିବ। ବୈଜ୍ଞାନିକ ମାନେ କୁଆଡେ ଯାଇଛନ୍ତି କେଜାଣି, ତ ଆଇଲେ ତାଙ୍କୁ ପଚାରିବି ଯେ ତମେ ଗୋଟେ ଗବେଷଣା କର ଯେ କ୍ଷୀରରେ କେତେ ପାଣି ମିଶେଇଲେ ଆଉ ପାଣି ଚିଆ ଦିଶିବନି, ମାନେ କ୍ଷୀରରେ କେତେ ପାଣି ମିଶେଇଲେ ପାଣି ଆଉ ଧଳା ଦିଶିବନି। ତ କ୍ଷୀରରେ କଣ ସେ କାଗଜ ଗୁଣ୍ଡ ପଡୁଛି କି ଚଖଡି ଗୁଣ୍ଡ ପଡୁଛି? କ୍ଷୀରରେ ତ ଗୋଟେ ବାସ୍ନା କଣ ନାହିଁ, କ୍ଷୀରର ବାସ୍ନାଟା ଅଲଗା, ସେଥିରେ ଆଉ ଗୋଟେ ଅନ୍ୟ ଜିନିଷର ବାସ୍ନା ଆସୁଛି। ଏଇଭଳିଆ କ୍ଷୀର। ଏମିତି ତମେ ଦୁନିଆରେ ବଞ୍ଚିବ ରହିବ କୋଉ? ଠାକୁର ମାନେ ତ ପାଟି ଆଉ କରିପାରୁନାହାନ୍ତି, ଠାକୁରଙ୍କ ପାଟି ସବୁ, ଠାକୁର ମାନଙ୍କର ଦେବାଦେବୀ ମାନଙ୍କର ପାଟି ବନ୍ଦ କରିଦେବାକୁ ଚେଷ୍ଟା କରାହେଇଛି, ଆଉ ସେମାନେ କିଛି ଆଉ କହିପାରୁନାହାନ୍ତି। ଆଉ ଠାକୁର ମାନେ ଯଦି କିଏ ଗୋଟେ ହୋ ହାଲା କରି କହନ୍ତା, ଏ କ୍ଷୀରରେ ପାଣି ମିଶିଲା ମୋ ଦେହରେ କାହିଁ ଢାଳୁଛ, କାହିଁ ଢାଳୁଛ, କ୍ଷୀରରେ ପାଣି ମିଶାଇନି, ତାହେଲେ ଯୋଉମାନେ କ୍ଷୀର ବିକ୍ରି କରୁଛନ୍ତି ସେମାନେ ହେଲେ ଟିକେ ସଚେତନ ହେଇଯାନ୍ତେ। ଆଉ ସେମାନେ ଯେମିତି ସଚେତନ ହଉନାହାନ୍ତି, ଠାକୁରଙ୍କର ପାଟିଟା ବନ୍ଦ ହେଇଯାଇଛି ବୋଲି, ତେଣୁ ସେ ବେଶୀ ବେଶୀ ପାଣି ମିଶିବାରେ ଲାଗିଛନ୍ତି। ଆଉ କଣ, କୋଉ ଭାଷାରେ, କେମିତି ଭାଷାରେ, କୋଉ ଭାବରେ କେମିତି ଶବ୍ଦ ଯୋଡିକି କଣ ବୁଝେଇବ କ୍ଷୀର ବିଷୟରେ, ଏଇଟା ଗୋଟେ ବଡ ଗବେଷଣାର ବିଷୟ। ଆଶ୍ଚର୍ଯ୍ୟ ଲାଗୁଛି ଆଉ ବଡ ବିସ୍ମିତ ଲାଗୁଛି। ତମେ ପଇସା ଦେଇକି କ୍ଷୀର କିଣିବ, କିନ୍ତୁ ଘରକୁ ଆଣି କ୍ଷୀର ଦେଖିଲା ବେଳକୁ କ୍ଷୀରରେ କ୍ଷୀର ନାହିଁ। କ୍ଷୀରରେ କଣ ଗୋଟେ ମିଶିଛି, ସେଟା ଧଳା ଧଳା ଦିଶୁଛି, ଆଉ ସେଥିରେ ଟିକେ ତାକୁ ଗରମ କରିକି, ଗରମ କଲା ବେଳକୁ କ୍ଷୀରରେ ସର ନାହିଁ। ଆମେ ଦେଖିଛୁ, ପିଲାଦିନୁ ଦେଖୁଛୁ, କ୍ଷୀର ସିଝେଇ ଦେଲେ ଅତି କମରେ 20 ମିନିଟ୍ କ୍ଷୀର ସିଝ, 15 ମିନିଟ୍ ଧିମା ଇଏରେ କି ଟିକେ ମିଡିୟମ ଆଞ୍ଚରେ ତମେ ବସିଲା ପରେ କ୍ଷୀରରେ ଗୋଟେ ସର ପଡେ, ଆଉ ସେଇ କ୍ଷୀରକୁ ସିଝେଇକି ଆଉ ଟିକେ ସିଝେଇକି ରଖିଦେଲେ ଗୋଟେ ମୋଟା ଦହି ହେଇଯାଏ। ସେ ସବୁ ଲକ୍ଷଣ ଆଉ କ୍ଷୀରରେ ଆଜିକାଲି ନାହିଁ। ଏ 2026 ମସିହା ହେଲାଣି, ମାର୍ଚ୍ଚ ମାସ 3 ତାରିଖ 4 ତାରିଖ ହେଲାଣି, କ୍ଷୀରରେ କ୍ଷୀର ନାହିଁ। ଏଡେ ଅସମ୍ଭବ କଥା। ଦୁଃଖ ଲାଗୁଛି, କାନ୍ଦ ବି ଲାଗୁଛି, ବ୍ୟାକୁଳତା ଆସୁଛି, ମନରେ କଷ୍ଟ ଯନ୍ତ୍ରଣା ବି ଆସୁଛି। କାହାକୁ କଣ କହିବି ବୋଲି ମୁଣ୍ଡଟା କୋରି ହେଇଯାଉଛି। ଏମିତି ଯଦି ଦୁନିଆରେ ଠକାମି ଚାଲିବ, ତାହେଲେ ଲୋକମାନେ କେମିତି ବଞ୍ଚିବେ? କେତେ ଦିନ ଖଣ୍ଡେ ବଞ୍ଚିବେ? ତ 120 ବର୍ଷ ପରମାୟୁ ଥିଲା, ଏବେ କଣ 60-70ରେ ସବୁ ସୀମିତ ହେଇଗଲାଣି। 60-70ରୁ ଏଇଭଳିଆ କ୍ଷୀର ଖାଇଲେ ଏ ଲୋକଙ୍କର ପରମାୟୁ 22-23 ବର୍ଷ ହେଇଯିବ। ଆଉ କଣ, 22-23 ହେଲେ ଢେର ହେଲାଣି, କଣ ଅଛି କି? 4 ଦିନ ବଞ୍ଚିଗଲେ ଢେର, ଆଉ ଏତେ ବେଶୀ ଦିନ ବଞ୍ଚିବାଟା କଣ ଆବଶ୍ୟକ ଅଛି? ଏଇ ଯୋଉ ମାନେ ସବୁ କୋଠାବାଡି ଘରଦ୍ୱାର କରିକି ସବୁ ରହିଛନ୍ତି, ଘର ଭଡା ଲଗେଇକି, ସବୁ ସେମାନେ କେମିତି ବଞ୍ଚିବେ, କେମିତି ରହିବେ? ବଡ ବଡ ଲୋକ ଯୋଉମାନେ ସବୁ ଅଛନ୍ତି, ଇଗୋ କଲଚର ଆଉ ଭିଆଇପି କଲଚର, କେତେ ପ୍ରକାର କଲଚର ବାହାରିଲାଣି ସବୁ। ସେ କଲଚର ଭିତରେ ଇଗୋ କଲଚର ବାଲା ଯୋଉମାନେ ଅଛନ୍ତି, ଇଗୋ କଲଚର ବାଲା, ସେମାନେ କେମିତି ବଞ୍ଚିବେ? ଇଗୋ କଲଚର ବାଲା ତ ବେଶୀ ଛଟପଟ ହେବେ, ଗରମ ପାଣିରେ ପଡିଲା ଭଳିଆ। ଆଉ ତ କୌଣସି ଜିନିଷ, ଘିଅରେ ଘିଅ ନାହିଁ। ଏ ଯୋଉ ଘିଅ ମିଳୁଛି, ତମକୁ କହୁଛନ୍ତି ଏଇଟା ଏମିତି ଗୋଟେ ଘିଅ, ସେଟା ସେମିତି ଗୋଟେ ଘିଅ। ସେ ଘିଅଟା, ଘିଅ ତ ଘିଅ, ଘିଅ ଅଛି, ଗାଈ ଚିରରୁ କ୍ଷୀର ବାହାରେ, ସେ କ୍ଷୀରକୁ ସିଝେଇକି
ତାକୁ ବସେଇ ଦିଆଯାଏ, ବହୁତ ଜୋର ସିଝା ଯାଏ। ସିଝେଇଲା ପରେ କ୍ଷୀରରୁ ଦହି ହୁଏ, ଦହି ମରାଯାଏ। ଦହିର ପ୍ରୋସିଜିଓର ଅଛି, ଦହିର ନିୟମ ଅଛି। ଏଇ ଅନୁସାରେ ଗୋପାଳ ପୁଅ କ୍ଷୀର ସିଝେଇକି ଦହି କରେ, ଦହିରୁ ଲହୁଣୀ କରେ, ଲହୁଣୀରୁ ଘିଅ କରେ। ଘିଅଟାକୁ ସେ ନିଆଁରେ ପକାଏ, ଯଜ୍ଞରେ ଲାଗେ, ଲୋକ ଖାଆନ୍ତି, ଦେବାଦେବୀଙ୍କ କାମରେ ଲାଗେ, ପିଠାପଣା ହୁଏ। କୌଣସି କାମରେ ଘିଅର ବ୍ୟବହାରଟା ଅଧିକ। ଘିଅରେ ଦୀପ ଦିଆଯାଏ, ତୁଳା ଦୀପ ଦେଇକି ଘିଅ ଠାକୁରଙ୍କୁ ଏମିତି ଏମିତି ହଲେଇ ଦିଆଯାଏ। ଠାକୁରଙ୍କୁ ହଲେଇ ଦେବେ, ଠାକୁର ଟିକେ ଅନେଇ ଦେବେ, ହଁ ଘିଅ ଦୀପରେ ଦେଇଛି, ବଡ ଭକ୍ତ ମୋର। ଆଉ ଦେଖିଲା ବେଳକୁ ଘିଅରେ ଘିଅ ନାହିଁ। 50 ପ୍ରକାର ଘିଅ ମାର୍କେଟ ବାହାରିଲାଣି। ମାର୍କେଟରେ ଏଇ କମ୍ପାନୀ ଘିଅ, ସେଟା ସେଇ କମ୍ପାନୀ ଘିଅ। ଗାଈ କମ୍ପାନୀ କୁଆଡେ ଗଲା? ଗାଈ ଚିର କମ୍ପାନୀଟା କୁଆଡେ ଗଲା? ଚିରରୁ ଯୋଉ କ୍ଷୀରଟା ଆସୁଥିଲା ସେଇଟା କୁଆଡେ ଗଲା? କ୍ଷୀର କମ୍ପାନୀ ନାହିଁ, ଚିର କମ୍ପାନୀ ନାହିଁ, ଘିଅ କମ୍ପାନୀ ନାହିଁ। 1000 ପ୍ରକାର କମ୍ପାନୀ ବାହାରିଲାଣି। ଗୋଟେ କମ୍ପାନୀର ନାଁ କହିଲା ବେଳକୁ ସେ କମ୍ପାନୀକୁ ଯଦି ଏମାନେ ଧରନ୍ତେ, ଜାଣନ୍ତି ସେ ପ୍ରକୃତିରେ ଘିଅଟା କୋଉଠୁ ତିଆରି କରୁଛନ୍ତି, କୋଉ ଫଳ ରସରୁ କରୁଛ, କି କୋଉ ଅପରିଷ୍କାର ଜିନିଷରୁ କରୁଛ, କି ପଚା ସଢା ଜିନିଷରୁ କରୁଛ, ସେଟା ଦେଖୁନ ପ୍ରମାଣ କରିକି ଜାଣିବା। ଆମେ ଜାଣିବୁ ତମର ଗବେଷଣା ଏତିକି ଅଛି। ବୈଜ୍ଞାନିକ, ବଡ ବଡ ବୈଜ୍ଞାନିକ ସବୁ, ତମ ଭଳିଆ ବୈଜ୍ଞାନିକ କେହି ନାହାନ୍ତି। ପ୍ରସିଦ୍ଧ ବୈଜ୍ଞାନିକ, ତମ ନାଁରେ ନୋବେଲ ବାହାର କରିଦବା, ନୋବେଲ ପୁରସ୍କାର ତମକୁ ଦବା। ନୋବେଲ ଗୁଡା ସବୁ ତୋହଳିକି ରହିଲାଣି, ଟାଙ୍ଗା ହେଇକି ଥୁଆ ହେଇଛି। ନୋବେଲ ଗୁଡା କେହି ନଉନାହାନ୍ତି। ତମରି ଭଳିଆ ଲୋକଙ୍କୁ ନୋବେଲ ଦେଇଦେଲେ ତମେ ସବୁ ନୋବେଲ ପ୍ରାଇଜ ପ୍ରାପ୍ତ ହେଇଯାଆନ୍ତ। ତମକୁ ଲୋକ ଚିହ୍ନନ୍ତେ, ତମ ଫଟୋ ଘରେ ଘରେ ମରାହନ୍ତା, ଧୂପ ଧୂପ ଦେଇକି ତମକୁ ପୂଜା କରାନ୍ତା। ତମେ ଠାକୁରଙ୍କୁ ଆଉ କେହି ପୂଜାନ୍ତିନି। ଏ ହନ୍ତା, ବଡ ହନ୍ତା, ଭଲ ଦିନ ଆମେ ଜାଣନ୍ତି। ଆଉ ଗୋଟେ ଶୁଭ ସମୟ ଆସିଗଲା, ଯାଉ ଏମାନେ ପାଇଗଲେ ନୋବେଲ ପୁରସ୍କାର, ଆମେ ଠାକୁର ଭଳିଆ ପୂଜା କରିବା। ଠାକୁର ତ କଥା କହୁନାହାନ୍ତି, ଇଏ ହେଲେ କିଛି ଦୀପ ତ କଥା କହୁଛନ୍ତି, ହେଲେ ଶୁଣିବାକୁ ଭଲ ଲାଗୁଛି। କାନ ଖଡ ଖଡ ହଉ ପଛକେ, ବାଁ କାନରେ କି ଡାହାଣ କାନରେ ଯୋଉ ଗୋଟେ କାନରେ ଗୋଟେ ତାଙ୍କୁ ଶୁଣନ୍ତେ, ତାଙ୍କ କଥାଟା ଶୁଣିକି ଖୁସି ଲାଗନ୍ତା। କାହିଁକି ଏମିତି ଅନ୍ୟାୟ କରୁଛ ବାବା? କେତେ ଦିନ ଏମିତି ଅନ୍ୟାୟ କରିକି ତମେ ବାଲି, ଗୋଡି, ସିମେଣ୍ଟ, ରଡ କିଣିବ? କେତେ ଦିନ ପର୍ଯ୍ୟନ୍ତ ବାଲି, ଗୋଡି, ସିମେଣ୍ଟ, ରଡ କିଣିକି ତମେ ବଜାରରେ ତମେ ନିଜକୁ ନିଜେ ଚିହ୍ନଟ କରିବ? ଆମେ ବଡ ଲୋକ, ଯାହା ଆମେ ବହୁତ ଘିଅ କିଣୁଛୁ, ବହୁତ ଘିଅ ବିକୁଛୁ, କ୍ଷୀର ବିକୁଛୁ। କ୍ଷୀର ଘିଅରେ ଯେତିକି ତମର ଲାଭ ହଉଛି, ଆଉ ବୋଧେ କୋଉଥିରେ ଲାଭ ହଉନଥିବ ମୁଁ ଭାବୁଛି। ଦୁନିଆରେ ତ ସୁନାରେ ବି ଏତିକି ଲାଭ ନାହିଁ। ସୁନାରେ ତ ପାଣି ମିଶେଇଲେ ସୁନା, ସୁନାରେ ତ ନିଆଁରେ ପକେଇଦେଲେ ସେ ବିଷୟ ସୁନା। ସୁନା ତ ଭେଜାଲ ହବାର ନାହିଁ, ସୁନା ଜଣା ପଡିଯିବ। କ୍ଷୀର ତ ଭେଜାଲ ହଉନି। କ୍ଷୀରରେ କେତେ ପାଣି ମିଶେଇଲେ ତା ଧଳା ଅଂଶଟା ମରିବ। ମୁଁ ଏଇଗୁଟା ଗବେଷଣା କରିବାକୁ ଯାଉଛି। କାଲିଠାରୁ ଗୋଟେ ଗବେଷଣା କରିବି। କରି କରି ତ ହେଇଗଲା 40-50 ବର୍ଷ। ଆଉ କେତେ ଗବେଷଣା କରିବ? ବାପା ଜେଜେବାପା 43 ବର୍ଷ ସମସ୍ତେ ଗବେଷଣା କରି କରି ଯାଇଥିଲେ, କହିଲେ ହଁ କ୍ଷୀରରେ ଯୋଉ ପାଣି ମିଶେଇଲେ କ୍ଷୀରଟା ପାଣିଚିଆ ଲାଗିବ। କିନ୍ତୁ ଏବେ ତ କ୍ଷୀରରେ ପାଣି ମିଶେଇଲେ କ୍ଷୀର ଆଉ ପାଣିଚିଆ ଲାଗୁନି। କ୍ଷୀରଟା ମୋଟା ଲାଗୁଛି, ଗୋଟେ ଗନ୍ଧ ବାସନା ଗୋଟେ କଣ ହଉଛି। କି ଦୁର୍ଯୋଗ ଆସିଲା ରେ ଏଇ ସମୟକୁ। 2026 ମସିହା ମାର୍ଚ୍ଚ ମାସ 2 ତାରିଖ, 3 ତାରିଖ, 4 ତାରିଖ, ଯେତେ ତାରିଖ ହବ କଣ ମିଳୁଛି? ଏ କ୍ଷୀରରେ କାହିଁକି ଏତେ ଦୁର୍ନୀତି, ଏତେ ଦୁର୍ଦିନ ଆସିଲା କାହିଁକି କ୍ଷୀର ପାଇଁ? କ୍ଷୀରର ବେଳା ଖରାପ ପଡିଗଲା ତାହେଲେ ଜଣା ପଡୁଛି। କମ୍ପାନୀ ଗୁଡାକ ସବୁ ହଗିମୁତି ହେଇକି ସବୁ ଘରକୁ ଦୌଡ଼ିକି ପଳେଇବେ ସବୁ, ଆଉ କିଏ ରହିବେନି। ଗୋଟେ କମ୍ପାନୀ ସେ କହୁଛି ଏଇଟା ହଉଛି 1 ନମ୍ବର ଘିଅ, ଆଉ ଗୋଟେ କମ୍ପାନୀ ସେ କହୁଛି ଏଇଟା 3 ନମ୍ବର ଘିଅ, ଏଇଟା 4 ନମ୍ବର ଘିଅ, 5 କେତେ ନମ୍ବର ଘିଅ? ଘିଅ ମାନେ କଣ? ଘିଅ କହିଲେ ସେମାନେ ଭାବୁଛନ୍ତି ବୋଧେ ମାଟି କାଦୁଅ, ବାଲି, ଗୋଡି ଆଉ ହିଡ଼ ତଳୁ ଗୋଟେଇକି, ପାହାଡ ତଳୁ ଗୋଟେଇକି ଧରି ପଳେଇ ଆଇଛୁ ଝରଣା କୂଳରୁ। ପଚା ସଢା ଆଉ ବେଙ୍ଗ ମରିଥିଲା ସେଠି, ବିଲେଇ ମରିଥିଲା, କୁକୁର ମରିଥିଲା, ଗାଈ ଗୋରୁ କିଏ ଗୋଟେ ସେଠି ପଚି ସଢିକି ନଷ୍ଟ ହେଇଯାଇଥିଲା। ବାସ୍ ସେଇଆକୁ ଆଣିକି ସେ କନାରେ ଚିପୁଡିକି ସେଇଆକୁ ସିଝେଇକି ତାରି ଭିତରୁ ଦରୁଆ ବାହାର କରିକି ସେମାନେ ବୋଧେ ବଜାରରେ ମାର୍କେଟିଂ କରୁଛନ୍ତି, ବଡ ବଡ ଷ୍ଟାମ୍ପ ଲଗେଇକି, ବଡ ବଡ ବ୍ରାଣ୍ଡ ଲଗେଇକି। କହୁଛନ୍ତି ଯାଅ ବଢିଆ 1 ନମ୍ବର ଘିଅ ନିଅ। ଏଇଆ ଚାଲିଛି ବର୍ତ୍ତମାନ ଦୁନିଆରେ। ତମେ ଘିଅ ଖାଅନି, କ୍ଷୀର ଖାଅନି, କିଛି ଖାଅନି, ସିଧା ଶୁଧୁ ପାଣି ପିଇକି ରୁହ। ଯଦି ଘିଅ କ୍ଷୀର ଖାଇବାକୁ ଚାହୁଁଛ ତାହେଲେ ଗାଈ ରଖିଦିଅ, 8, 10, 20ଟା ଲେଖାଏଁ ଗାଈ ରଖିଦିଅ। ଗାଈ ସେବା କର, ଗାଈ ଗୋବର, ଗାଈ ମୁତ, ଗାଈକୁ ଦାନା, ଚକଡ, ଘାସ, ନଡା ଏଗୁଡା ସବୁ ଦିଅ। ଆଉ ଗାଈଠୁ କ୍ଷୀର, ତାର ଚିରରୁ କ୍ଷୀର ବାହାର କର, କ୍ଷୀରରୁ ଚିର ବାହାର କର, ନହେଲେ ଚିରରୁ କ୍ଷୀର ବାହାର କର, ଯାହା କରୁଛ କର। କ୍ଷୀରରୁ ଯଦି ଚିର ବାହାରୁଛି ଭଲ, ନହେଲେ ଚିରରୁ ଯଦି କ୍ଷୀର ବାହାରୁଛି ଆହୁରି ଭଲ। ଯୋଉଟା ଯେମିତି କରିକି ଓଲଟ ପାଲଟ, ତା ଭିତରୁ ତାକୁ ଦେଖିକି ସରଫର କେମିତି ବାହାରୁଛି ନାହିଁ, ଗନ୍ଧ ହଉଛି ନା ନାଇଁ। କ୍ଷୀରର ଗନ୍ଧଟା ତମେ ଯଦି ପିଲାଦିନୁ ଜାଣିନ, ତମକୁ 20-30 ବର୍ଷର ଯୁବକ ତମେ ଜାଣିପାରୁନ, ବାପା ପିଲାଦିନୁ ଦେଇଛନ୍ତି କ୍ଷୀର ଖାଇବାକୁ, ଦେଖିଲା ବେଳକୁ ଇଏ କ୍ଷୀର ନୁହଁ। କ୍ଷୀର କଣ ତମେ ଚିହ୍ନିନ ଆଜି ପର୍ଯ୍ୟନ୍ତ। ଆଉ ଯଦି ପୁରୁଣା ଲୋକକୁ ପଚାର କ୍ଷୀରଟା କଣ, କ୍ଷୀର କେମିତି ହୁଏ, କ୍ଷୀର କୋଉଠୁ ଆସେ, କ୍ଷୀରର କୋଉ କାମରେ ଲାଗେ, କ୍ଷୀରରେ କଣ କଣ ସବୁ ଅଛି, ଭିଟାମିନ ଅଛି ନା ଖାଲି ଟାମିନ ଅଛି, ଭିଟାମିନ ଅଛି ନା ଟାମିନ ଭି ଅଛି, କୋଉଟା ଅଛି ସେଟା ଦେଖିକି ବୁଝିକି
ତାକୁ କର। ମୁଁ ଭାବୁଛି ବୋଧେ ଭିଟାମିନ୍ ନଥିବ, ଟାମିନ୍ ଭି ଅଛି ବୋଧେ। ସେ ଟାମିନ୍ ଭି କୁ ଦେଖ, କୋଉ ଟାମିନ୍ ଭି ସେଥିରେ ଅଛି। ଏମିତି ଠକି ବାଲି ଗୋଡି ସିମେଣ୍ଟ କିଣିକି ତମେ ବଜ୍ରପ୍ରାପ୍ତା ହେଇଗଲଣି ଯେ ତମକୁ ଆଉ କହିବା ପାଇଁ କୌଣସି ଶବ୍ଦ ନାହିଁ କି ଭାଷା ନାହିଁ। ଏଇ ଦୁର୍ନୀତି ଯେତେ ଶୀଘ୍ର ହଟାଅ। ଏ ଦୁର୍ନୀତି ଆଉ କରିକି ଲୋକଙ୍କୁ ଠକିକି ଲୋକଙ୍କୁ ଭୁଆଁ ବୁଲେଇକି ଆଉ ହଇରାଣ କରନି ବାବା, ଏତିକି କହିଲି ତମକୁ। ଆଉ ଯଦି ପୁଣି ବାରମ୍ବାର ଏମିତି କ୍ଷୀରରେ ଠକାମି ଚାଲିବ, ପୁଣି ଆହୁରି ତମ ପାଇଁ କୁହାହବ ଦିପଦ। ଆଉ ଟାଣା କଥା କୁହାବି ତ କିଛି ନୁହଁ, ତମକୁ କିଛି କୁହା ହେଇନି। ତମକୁ ଦେହକୁ ଜମା ନବନି। ତୁରନ୍ତ ସୁଧୁରି ଯାଅ, କ୍ଷୀର କରିକି ବିକ। ତୁରନ୍ତ ସୁଧୁରି ଯାଅ ବାବା, ଯେତେ ଶୀଘ୍ର ସୁଧୁରି ଯିବ ସୁଧୁରି ଯାଅ। ତମେ ଯଦି ସୁଧୁରି ପାରିବନି ପୁଣି ଉଦ୍ଧାର ନବ, ଧାର ଉଦ୍ଧାର ପୁଣି ଚାଲିବ ତମର। ହଁ, ଜୀବନ ସାରା ଏମିତି ପାଣି କ୍ଷୀର ଖାଇ ଖାଇ ଜୀବନ ସାରା ଏମିତି ଏଇଭଳିଆ କ୍ଷୀର, ପରିବର୍ତ୍ତିତ କ୍ଷୀର 4 ମାସରେ ଥରେ, 8 ମାସରେ ଥରେ, 6 ମାସରେ ଥରେ, 2 ମାସରେ ଥରେ, 15 ଦିନରେ ଥରେ, ଏମିତି ଯେମିତି କହୁଛନ୍ତି ସବୁ ଯେ ଆଉ ଟିକେ ଭଲ କ୍ଷୀର ଦେବା, ଆଉ ଟିକେ ଭଲ କ୍ଷୀର ଦେବା, ଆଉ ଟିକେ ଭଲ କ୍ଷୀର ଦେବା, ଏମିତି କହି ଏଇ କଥା ଶୁଣି ଏଇ କ୍ଷୀର ପିଇ ଜୀବନ ବହୁତ ଦୀର୍ଘ ହେଇଗଲା, ବହୁତ ଦିନ ହେଇଗଲା, ବହୁତ ଅନୁଭୂତି ହେଇଗଲା, ବହୁତ ଜାଣିବାର ହେଇଗଲା, ବହୁତ ବୁଝିବାର ହେଇଗଲା, ବହୁତ ହୃଦୟଙ୍ଗମ କରିବାର ହେଇଗଲା। ଆଉ କିଛି ବୁଝିବାର, ଜାଣିବାର, ହୃଦୟଙ୍ଗମ କରିବାର ଆଉ କିଛି ମାର୍ମିକ ନାହିଁ। ବହୁତ ବେଦନା ହେଇଗଲା ଆମର। ଏତେ ବିଷାଦିତ, ଏତେ ଦୁଃଖିତ। ଏଇ କ୍ଷୀର ପିଇ ଏଇଥିରେ ପାଣି ମିଶା କ୍ଷୀର ପିଇ ଆଜି ପର୍ଯ୍ୟନ୍ତ ପଳେଇଲା। ମନ ବହୁତ ଦୁଃଖ, ବହୁତ କଷ୍ଟ। କ୍ଷୀର ଟିକେ ଜୀବନରେ ଆମେ ପିଇ ପାରିଲେନି। ଗୋବ୍ରାହ୍ମଣ ହିତାୟଚ ଆମେ କହିଲା ବେଳେ କ୍ଷୀର ଟିକେ ଆମେ ପିଇ ପାରୁନୁ। ଆମେ ଜଗତର କଲ୍ୟାଣ କାମନା କରୁଛେ, ସମସ୍ତଙ୍କର ମଙ୍ଗଳ କାମନା କରୁଛେ, ବ୍ରାହ୍ମଣଙ୍କର ହିତ କାମନା କରୁଛେ। ଆମେ ବ୍ରାହ୍ମଣ ହେଇକି ଆମେ ସମସ୍ତ ବ୍ରାହ୍ମଣ କୁଳଙ୍କର ହିତ କାମନା କରୁଛେ, ସମସ୍ତଙ୍କର ମଙ୍ଗଳ ବାଞ୍ଛିତ ହେଲା ବେଳେ କିନ୍ତୁ ଦେଖିଲା ବେଳକୁ ଆମକୁ ଟିକେ ଭଲ କ୍ଷୀର ମିଳୁନି। ଭଲ ଯଜ୍ଞଟି ଆମେ ଦେଖିପାରୁନୁ ଯୋଉଠିକି ଭଲ ଘୃତ ଆହୁତି ହେଉଛି। ଭଲ ଯଜ୍ଞଟି ଆମେ ଦେଖିପାରୁନୁ ଯୋଉଠି ଭଲ କ୍ଷୀର ବ୍ୟବହାର ହେଉଛି। ହଉଥିବ କୋଉଠି କେମିତି ହଉଥିବ, କିନ୍ତୁ ଆମେ ଦେଖିପାରୁନୁ। ହୁଏତ ଆମେ ଦେଖିବାରେ କୋଉଠି ଅବହେଳା ଥିବ କି ତ୍ରୁଟି ଥିବ, କି ଆମେ ଦେଖିପାରୁନଥିବ, ଦୂର ହେଇଯାଉଥିବ, କୋଉଠି ଥୋଡ଼ି ଦେର ହେଇଯାଉଥିବ, କେତେ ଦୂର ହେଇଯାଉଥିବ ଆମେ ଯାଇପାରୁନଥିବୁ। କିନ୍ତୁ କୋଉଠି କିଏ କେମିତି ଅଜ୍ଞାତ ଭାବରେ ଭଲ କ୍ଷୀର, ଭଲ ଘିଅ ବ୍ୟବହାର କରୁଥିବେ, କିନ୍ତୁ ଆମେ ଆଜି ସୁଦ୍ଧା ବି କୌଣସି ଜାଗାରେ ଭଲ କ୍ଷୀର, ଭଲ ଘିଅ ଟିକେ ଆମେ ଦେଖିପାରିଲୁ ନାହିଁ। ଏମିତି ଅଛନ୍ତି ପ୍ରାୟ ବହୁ ଜାଗାରେ। ଆଉ ଏମିତି ବି ଅଛନ୍ତି ଭଲ କ୍ଷୀରବାଲା, ଯେଉଁମାନେ ଭଲ କ୍ଷୀର ଦିଅନ୍ତି, ପାଣି ମିଶାନ୍ତିନି। ସେ ଗୋପାଳ ହୁଅନ୍ତୁ ବା ଗୋପାଳ ନ ହୁଅନ୍ତୁ, କେବଳ ଗାଈ ସେ ରଖିଛନ୍ତି ବୋଲି ଆମେ ତାଙ୍କୁ ଜାଣୁ। ସେ ଗାଈ ରଖିଛନ୍ତି, 8ଟା 10ଟା ଗାଈ ରଖିଛନ୍ତି, କିନ୍ତୁ ସେ ପାଣି ମିଶାନ୍ତିନି। ଭଲ ଅଛନ୍ତି, ବହୁତ ଭଲ ଲୋକ ଅଛନ୍ତି ଯେଉଁମାନେ କି ପାଣି ମିଶାନ୍ତିନି। ଲୋକଙ୍କ ପାଖରେ, ତାଙ୍କ ବିଶ୍ୱସ୍ତ ମାନଙ୍କ ପାଖରେ ଭଲ କ୍ଷୀର ନେଇକି ପହଞ୍ଚନ୍ତି। ଆଉ ସେଇ କ୍ଷୀରରୁ ସେ ନିଜେ ଘିଅ ତିଆରି କରିକି, ଘିଅ ପ୍ରସ୍ତୁତ କରିକି ମଧ୍ୟ ତାଙ୍କୁ ଯୋଗାନ୍ତି। ମୋ ପାଖରେ ଭଲ ଘିଅ ଅଛି, ନିଅ ବ୍ୟବହାର କର। ହଁ, ହୁଏତ ସେ ଆଉ 400 ଟଙ୍କା ଅଧିକ ନିଅନ୍ତି, ହଁ ନିଅନ୍ତୁ, ତାଙ୍କର ପରିଶ୍ରମ ଅଛି, କାଠ ଚାଉଳ ଅଛି, ବହୁତ ସମୟ ସାପେକ୍ଷ ଅଛି। ତେଣୁ ଘିଅଟା ତ ଗୋଟେ ଦିନରେ ବାହାରିବନି, ପ୍ରସ୍ତୁତ ହେଇପାରିବନି। ଘିଅ ପ୍ରସ୍ତୁତ କରିବା ପାଇଁ ଦିନ ସମୟ ଦରକାର, ଘଣ୍ଟା ଧରିକି ବସିବାକୁ ପଡ଼ିବ। କେତେ କଷ୍ଟ ଅଛି, କେତେ ପରିଶ୍ରମ ଅଛି। ଘରର ମା ମାନେ ଏଥିରେ ନିୟୋଜିତ ଥାଆନ୍ତି ସବୁବେଳେ। କିନ୍ତୁ ସବୁବେଳେ ମା ମାନେ ନିୟୋଜିତ ଥାଆନ୍ତି ଯେଉଁମାନେ କି ତାଙ୍କ ହାତ ଶୁଙ୍ଘିଲେ ଜଣାପଡ଼େ ଯେ ପ୍ରକୃତରେ ଯେ ଘିଅ ତିଆରି କରୁଛନ୍ତି। କାହିଁକିନା ହାତ ଘିଅ ବାସ୍ନା ହେବ, ଦହି ବାସ୍ନା ହେବ, ଲହୁଣୀ ବାସ୍ନା ହେବ। ଆଉ ଘରେ ପଶୁ ତାଙ୍କ ଘରେ ପ୍ରବେଶ କରୁ ତାଙ୍କ ଘର ସବୁଆଡ଼େ ଲୁଗାପଟା, ଏମିତିକି ପ୍ରତ୍ୟେକ ଗଛ ଯଦି ଥିବ ବି ସେଠି ସେ ଗଛ ଗୁଡ଼ା ବି ଘିଅ ବାସ୍ନା ହେଉଥିବ, ଆମେ ଦେଖିଛୁ। କିନ୍ତୁ ବହୁତ ଏଇଭଳି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ କି ଭଲ କ୍ଷୀର ଦିଅନ୍ତି। ସମସ୍ତେ ଯେ ପାଣି ମିଶାଇକି ଦିଅନ୍ତି ସେଟା ନୁହଁ, ସେ କଥା କୁହାଯାଉନି। ସମସ୍ତେ ପାଣି ମିଶାନ୍ତିନି। ବହୁତ ଲୋକ ଅଛନ୍ତି ଶୁଦ୍ଧ କ୍ଷୀର, ଧାରୋଷ୍ମ କ୍ଷୀର ଆଉ ନିରୁତା କ୍ଷୀର ବିକ୍ରୟ କରନ୍ତି, ଭଲ କ୍ଷୀର ବି ଦିଅନ୍ତି। କିନ୍ତୁ ସେମାନଙ୍କୁ ସାକ୍ଷାତ କରିବା, ସେମାନଙ୍କୁ ଭେଟିବା, ଆଉ ସେମାନଙ୍କ ପାଖକୁ ଯିବା କି ଆଉ ସେମାନେ ଆଣିକି ଆମକୁ ଦେବା, ଏଇଟା କଷ୍ଟସାଧ୍ୟ ହେଇଯାଉଛି, ପ୍ରତିବନ୍ଧକ ହେଇଯାଉଛି। କେଉଁ ରାଜ୍ୟରେ, କେଉଁ ଦେଶରେ, କେଉଁ ଅଞ୍ଚଳରେ, କେଉଁ ଜିଲ୍ଲାରେ, କେଉଁ ମହାଦେଶରେ, କେଉଁ ଉପମହାଦେଶରେ କୋଉଠି କିଏ କେମିତି ଭଲ କ୍ଷୀର ଦେଉଛି, ଆମେ କ'ଣ ଯିବା ବୁଲିବା ପାଇଁ ସାଇକେଲ ଧରିକି ବୁଲିବା? କିଏ ଭଲ କ୍ଷୀର ଦେଉଛି, କିଏ ଭଲ ଘିଅ ଦେଉଛି? ନାଇଁ। କିନ୍ତୁ ଘିଅଟା ବହୁଳ ପ୍ରଚାରିତ ହଉ, କ୍ଷୀର ବହୁଳ ପ୍ରଚାରିତ ହଉ। ଯେଉଁମାନେ ହିଁ ଗାଈ ରଖିଛନ୍ତି ସେମାନେ ତାଙ୍କର ଖର୍ଚ୍ଚ ଯାହା ଗାଈ ପାଇଁ ବହନ କରୁଛନ୍ତି, ସେ ଖର୍ଚ୍ଚର ଲାଭ ରଖି କ୍ଷୀରଟାକୁ ଦିଅନ୍ତୁ। ଲୋକଙ୍କ ପାଖରେ ଭଲ କ୍ଷୀର ପହଞ୍ଚନ୍ତୁ, ଭଲ ଘିଅ ବି ପହଞ୍ଚନ୍ତୁ। ଘିଅ ବିଭିନ୍ନ ପ୍ରକାରର ନ ହଉ,
ଘିଅ ବିଭିନ୍ନ ପ୍ରକାର ନ ହଉ, ଆମେ ଗୋଟେ ମନ୍ଦିରକୁ ଗଲେ କ'ଣ ଟିକେ ଘିଅ ବତିଟି ବି ଜାଳିପାରୁନୁ, ଘିଅ ଦେଖିଲା ବେଳକୁ ଘିଅଟା କଳା ଦିଶୁଛି, ନାଲି ଦିଶୁଛି, ହଳଦିଆ ଦିଶୁଛି, ଫଳରସ ଭଳିଆ ଦିଶୁଛି, ଗନ୍ଧ ହେଉଛି, ଘିଅରେ ଘିଅ ନାହିଁ, ତାକୁ ତଳେ ଗାର ପକେଇଦେଲେ ଧଳା ଗାର ପଡ଼ିଯାଉଛି। ଆଚ୍ଛା ଘିଅରେ କୁହ, ଘିଅରେ ହାତ ବୁଡ଼େଇକି ତମେ ତଳେ ଯଦି ଗାର ପକେଇଦେବ ତାହେଲେ ତଳଟା କ'ଣ ଧଳା ପଡ଼ିଯିବ, ଧଳା ହେଇଯିବ, ଚିହ୍ନ ହେଇଯିବ? ବହୁତ ଘିଅ ଏମିତି ପ୍ରାୟ ବହୁତ ଘିଅ, ବହୁତ ମାନେ ବହୁତରୁ ବହୁତ ଘିଅ ଦେଖିବ ମନ୍ଦିର ମାନଙ୍କରେ କୋଉଠି କେମିତି ଘିଅ ବିକ୍ରି ହେଉଛି, ସେ ଘିଅକୁ ଆଣିକି ତଳେ ଗାର ପକେଇ ଦିଅ, ଦେଖିବ ସେ ଘିଅ ଶୁଖିଗଲା ପରେ ତଳେ ସେ ଧଳା ଗାର ପଡ଼ିଯାଇଥିବ, ଚଖଳି ଗାର ଯେମିତି ପଡ଼ିଯାଇଥିବ। ଆଉ ସେଇଠୁ ବାହାର କରିକି ଦେଖିବ ଖୋଳ ବାହାରିବ, ଖୋଳପା ଭଳିଆ ସବୁ ବାହାରୁଛି। ସେ ଖୋଳପା ଗୁଡ଼ିକ ହେଉଛି କ'ଣ ନା ମହମ, ସେଥିରେ ମହମ ଅଛି। ମହମ କେବଳ ମହମ, ମ ଆଉ ହ ଆଉ ମ, ଏ ତିନିଟା ଜିନିଷ, ଏ ତିନିଟା ଅକ୍ଷରର ସଂଯୋଗ ଶବ୍ଦ ଯୋଉଟା ଯାଏ ସେଟା ମହମ କ'ଣ ଆମେ ବି ଜାଣିନୁ, କିନ୍ତୁ ମ ହ ମ ଏ ତିନିଟା ଜିନିଷ ଅଛି। ବ୍ୟାଖ୍ୟା କର, ସେଥିରେ ମହମ ମିଶୁଛି। ଆଉ କ'ଣ କ'ଣ ସବୁ ମିଶୁଛି? 50ଟା ଫଳରସ ବି ମିଶିବାର ସମ୍ଭାବନା ଅଛି ବୋଲି ଆମେ ଭାବୁଛୁ। ଗବେଷଣା ହଉ ଭଲ କରି ଯାକୁ ଉପରେ। କିନ୍ତୁ ଘିଅ ଟିକେ ଭଲ ଘିଅ ବାବା ସମାଜକୁ ଦିଅ, ଭଲ କ୍ଷୀର ଟିକେ ସମାଜକୁ ଦିଅ। ଦେବାଦେବୀ ମଠ ମନ୍ଦିର ସାଧୁ ସନ୍ନ୍ୟାସୀମାନଙ୍କ ପାଖରେ ଭଲ ଘିଅ ଟିକେ ପହଞ୍ଚାଅ। ଯେଉଁମାନେ ଭଲ ଘିଅ ଖାଇବାକୁ ଚାହୁଁଛନ୍ତି, ରୋଗୀମାନେ ଅଛନ୍ତି, ଘିଅ ତାଙ୍କୁ ପରାମର୍ଶ ଦିଆହେଉଛି ଘିଅ ଟିକେ ଖାଅ ବୋଲି, ଭଲ କ୍ଷୀର ଟିକେ ପିଅ ବୋଲି। କିନ୍ତୁ ଦେଖିଲା ବେଳକୁ ବଜାରକୁ ଗଲାବେଳକୁ କ୍ଷୀର ନାହିଁ କି ଘିଅ ନାହିଁ। କ'ଣ ଏଇ କ୍ଷୀର ତ ମିଳୁଛି ଆଉ। ଯେଉଁମାନେ କ୍ଷୀର ଖାଇନାହାନ୍ତି, କ୍ଷୀର ପିଇନାହାନ୍ତି କି ଘିଅ ଦେଖିନାହାନ୍ତି, ସେମାନେ ହଁ ଏଇଟା ଭଲ ଘିଅ, ଭଲ ବାସନା ଅଛି ଆଉ। କିନ୍ତୁ ଦେଖିଲା ବେଳକୁ ତା ଭିତରେ ସେ ଅଗତି, ସଗତି, ଗଗତି, ପଗତି, ଢଗତି, ନଗତି, ଜଗତି କେତେ ପ୍ରକାର ଗତି କରିକି ସେ ଘିଅକୁ ବ୍ରାଣ୍ଡେଡ୍ କରିକି ଟିଣ ଡବା ଭିତରେ ହଉ ବା ପ୍ଲାଷ୍ଟିକ ଡବା ଭିତରେ ହଉ, କାଚ ବୋତଲ ଭିତରେ ତା ଭିତରେ ଘିଅ ଭର୍ତ୍ତି କରି ତା ଉପରେ ଗୋଟେ ବ୍ରାଣ୍ଡ ଲଗେଇ ବିଭିନ୍ନ ପ୍ରକାର କ'ଣ ଗୋଟେ ଇଂଲିଶ ଓଡ଼ିଆରେ ଆଡ଼େ ସେଠୁ ଗୋଟେ କ'ଣ ଲେଖି ବିଭିନ୍ନ ଆଡ଼ଭର୍ଟାଇଜ ବିଜ୍ଞାପନ ଗୋଟେ ଲେଖି ସେଥିରେ ବହୁତ ପ୍ରଚାର କରି, ନା ମାନେ ଆମେ ବହୁତ ଅସଲି, ନିଜକୁ ଅସଲି ବୋଲି ବନେଇ ବେଶୀ ବିକ୍ରି ହବ କରିକି ଏଇଭଳିଆ ଛଳନାର ସହିତ ଘିଅ ଗୁଡ଼ାକ ବିକ୍ରି ହେଉଛି। ସେ ଘିଅ ପ୍ରତି ସାବଧାନ ଆଉ ସଚେତନ, ଯେତେ ତୁରନ୍ତ ସେ ଘିଅ ଉପରେ ଗବେଷଣା ହଉ। ସମାଜକୁ ଖରାପ ଘିଅ ଦେଇ, ଲୋକମାନଙ୍କ ପାଖରେ ଖରାପ ଘିଅ ପହଞ୍ଚେଇ, ଖରାପ କ୍ଷୀର ଦେଇ, ଖରାପ ଲହୁଣୀ ଦହି ଦେଇ ଲୋକଙ୍କୁ ବିପଥଗାମୀ କରାଅନି, ସମାଜକୁ ବିପଥଗାମୀ କରାଅନି, ଅଗ୍ନିକୁ ଅସନ୍ତୁଷ୍ଟ କରାଅନି, ବ୍ରାହ୍ମଣମାନଙ୍କୁ ଅସନ୍ତୁଷ୍ଟ କରାଅନି। ସୃଷ୍ଟିର ହିତାକାଂକ୍ଷୀ, ସମାଜର ହିତାକାଂକ୍ଷୀ, ତୁମ ସମସ୍ତଙ୍କର ହିତାକାଂକ୍ଷୀ ସାଧୁ ସନ୍ଥ ସଜ୍ଜନମାନଙ୍କୁ ଅସନ୍ତୁଷ୍ଟ କରାଅନି। ସବୁବେଳେ ସଚେତନ ରୁହ, ସେମାନଙ୍କୁ ସମ୍ମାନ ଦିଅ। ଘୃତ ଆଉ ଦୁଗ୍ଧ ମାଧ୍ୟମରେ ଭୋଜନ ଦାନ କରୁଥିବା, ଘୃତ ଅନ୍ନ ଦାନ କରୁଥିବା ଲୋକମାନଙ୍କ ହୃଦୟ ଭିତରେ ଘିଅ ପ୍ରତି ସନ୍ଦେହ ସୃଷ୍ଟି କରନି, କ୍ଷୀର ପ୍ରତି ସନ୍ଦେହ ସୃଷ୍ଟି କରନି। ଘିଅର ଆବଶ୍ୟକତା ବହୁତ ଅଛି, ଯଥେଷ୍ଟ ଅଛି। ଜୀବନର ଆରମ୍ଭରୁ ଜୀବନର ଶେଷ ପର୍ଯ୍ୟନ୍ତ କ୍ଷୀର ଆଉ ଘିଅର ଆବଶ୍ୟକତା ଯଥେଷ୍ଟ ଭାବରେ ଅଛି। ଏଇଭଳି ଭୁଲ କାମ ମଣିଷ କରନି। ହେ ମଣିଷ, ତୁମେ ଟିକେ ସଚେତନ ହୁଅ, ତୁମେ ଟିକେ ସାବଧାନ ହୁଅ। ଗୋ ବ୍ରାହ୍ମଣ ହିତାୟଚ ମନ୍ତ୍ର ଦିନକୁ 1000 ଥର ଜପ କର। ଗୋ ବ୍ରାହ୍ମଣ ହିତାୟଚ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମ। ତମେ କ'ଣ କୃଷ୍ଣଙ୍କୁ ଭଲ ପାଉନ? ତମେ କ'ଣ ଭାରତ ଦେଶକୁ ଭଲ ପାଉନ? ତମେ କ'ଣ ଉତ୍ତରପ୍ରଦେଶକୁ ଭଲ ପାଉନ? ତମେ କ'ଣ ଉତ୍ତର ଭାରତକୁ ଭଲ ପାଉନ? ତମେ କ'ଣ ଉତ୍ତରାଖଣ୍ଡକୁ ଭଲ ପାଉନ? ତୁମେ କ'ଣ ଉତ୍କଳବାସୀଙ୍କୁ ଭଲ ପାଉନ? ତୁମେ କ'ଣ ଉତ୍କଳର ଦେବାଦେବୀମାନଙ୍କୁ ଭଲ ପାଉନ? ତୁମେ କ'ଣ ଉତ୍କଳର ସାଧୁସନ୍ଥ ସନ୍ନ୍ୟାସୀମାନଙ୍କୁ ଭଲ ପାଉନ? ତମେ କ'ଣ ଗୋପାଳ କୁଳକୁ ଭଲ ପାଉନ? ତମେ କ'ଣ ଗୋ ଜାତିକୁ ଭଲ ପାଉନ? ତମେ କ'ଣ ଏ ପରିବେଶକୁ ଭଲ ପାଉନ? ତମେ କ'ଣ ଏ ପୃଥିବୀକୁ ଭଲ ପାଉନ? ତମେ କ'ଣ କାହାକୁ ଭଲ ପାଉନ? ଖାଲି ତମ ନିଜକୁ ଭଲ ପାଉଛ? ଆଉ ବାଲି, ଗୋଡ଼ି, ସିମେଣ୍ଟ, ରଡ଼ କିଣିବା ପାଇଁ ଖାଲି ପଇସା ଯୋଗାଡ଼ କରୁଛ? ସେ ଭାବନା ଭୁଲିଯାଅ। ସେ ଭାବନା ମନରୁ ପ୍ରତ୍ୟାହୃତ କର ତୁରନ୍ତ। ଏଇ ମୁହୂର୍ତ୍ତରେ, ଏବେ ସାଙ୍ଗେ ସାଙ୍ଗେ ଶୁଣୁ। କେମିତି ଲାଗୁଛି? ମଜା ଲାଗୁଥିବ ନିଶ୍ଚିତ, କିନ୍ତୁ ସାବଧାନ ହୁଅ, ସାବଧାନ ହୁଅ, ସାବଧାନ ହୁଅ। ଏତିକି ସାବଧାନତା। ଭଲ ଗୋ ଘୃତ ଟିକେ ସମାଜକୁ ଦିଅ, ଭଲ ଗୋ ଦୁଗ୍ଧ ସମାଜକୁ ଦିଅ। ସମସ୍ତଙ୍କ ପାଖରେ ଭଲ ହିଁ ପହଞ୍ଚାଅ। ଏଥିରେ ବ୍ୟତିକ୍ରମ ଆଦୌ କର ନାହିଁ, ଲେଶ ମାତ୍ର କର ନାହିଁ, କ୍ଷଣିଏ କର ନାହିଁ। ନିଜର ଜୀବନ ଜିଜ୍ଞାସାକୁ ଅନୁଧ୍ୟାନ କର, ନିଜକୁ ଅନୁଧ୍ୟାନ କର, ସମାଜରେ ଭଲ ଜିନିଷ ପହଞ୍ଚାଅ। ହେ ଭଗବାନ, ପରମାତ୍ମାଙ୍କର ଏହି ସୁନ୍ଦର ସୃଷ୍ଟିର ପ୍ରତ୍ୟେକ ସ୍ଥାନରେ, ସର୍ବତ୍ର, ସବୁଠାରେ, ସମସ୍ତଙ୍କ ପାଖରେ ଏହି ଦେବଦୁର୍ଲଭ ଦ୍ରବ୍ୟ ଟିକେ ପହଞ୍ଚାଅ, ଯାହାକି ଗବ୍ୟ ଘୃତ, ଗବ୍ୟ ଦୁଗ୍ଧ। ଏହା ବ୍ୟତୀତ ଆଉ ଭଲ ଜିନିଷ କିଛି ନାହିଁ। ଏହା ବ୍ୟତୀତ ଆଉ ସୁନ୍ଦର ଦୁର୍ଲଭ ଜିନିଷ ଆଉ କିଛି ନାହିଁ। ଏହା ବ୍ୟତୀତ ଆଉ ଅମୃତ ପଦାର୍ଥ, ଅମୃତ ଦ୍ରବ୍ୟ ଏ ସୃଷ୍ଟିରେ ଆଉ କିଛି ନାହିଁ। ଏଥିରେ ଯଦି ଅପମିଶ୍ରିତ କରିବ, ତାହେଲେ ତମେ ସୃଷ୍ଟିର ହିତକାରୀ ନୁହଁ, ସୃଷ୍ଟିର ହିତାକାଂକ୍ଷୀ ନୁହଁ, ଈଶ୍ୱରଙ୍କର ପ୍ରିୟ ପାତ୍ର ନୁହଁ। ତୁମେ ଜଣେ ଅସୁମାରୀ ବ୍ୟକ୍ତିତ୍ୱ,
ତୁମକୁ ସୁମାରି କେହି କରିପାରିବେ ନାହିଁ। ଅସାଧୁ ଉପାୟରେ ଦୁଗ୍ଧ, ଅସାଧୁ ଉପାୟରେ ଘୃତ ସମାଜରେ ନେଇକି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ସେମାନଙ୍କ ପ୍ରତି ସଚେତନତା, ସାବଧାନତା, ଦାୟିତ୍ୱବାନତା ବହୁତ ଭାବରେ ହେଉ, ବହୁତ ଭାବରେ ହେଉ। ଆଉ କିଛି କହିବାର ନାହିଁ, ବହୁତ କହିବାର ନାହିଁ। ଏଇ ଅଳ୍ପ ଶବ୍ଦ, ଅଳ୍ପ ବାକ୍ୟ ଭିତରେ ଯେତିକି ଅଛି ମର୍ମ, ତାକୁ ଟିକେ ହୃଦୟଙ୍ଗମ କର ବାବୁ, ଟିକେ ହୃଦୟଙ୍ଗମ କର। ଅଗ୍ନିକୁ ସାକ୍ଷୀ ରଖ, ଅଗ୍ନିକୁ ନମସ୍କାର କର, ବ୍ରାହ୍ମଣଙ୍କୁ ନମସ୍କାର କର। ଗୋ ବ୍ରାହ୍ମଣ ହିତାୟଚ କୁହ, 1000 ଥର ଜପ କର ଗୋ ବ୍ରାହ୍ମଣ ହିତାୟଚ। ଏତିକି କର, ଦେଖ କେତେ ସରସ ସୁନ୍ଦର ପୃଥିବୀଟେ ପାଉଛ, ସବୁଜ ଧରିତ୍ରୀଟେ ପାଉଛ, କେତେ ଶାନ୍ତ ପୃଥିବୀଟେ ପାଉଛ, କେତେ ଶାନ୍ତ ଜୀବନଟେ ପାଉଛ। ଖୁସି ହୁଅ। ଗୋଡ଼ି ବାଲି ସିମେଣ୍ଟ କ'ଣ ଦରକାର ଅଛି? ବାଲି ଗୋଡ଼ି ସିମେଣ୍ଟ ଇଟା ପଥର ଏଗୁଡ଼ା ସବୁ କିଛି ଦରକାର ନାହିଁ। ଏତିକିରେ ସନ୍ତୁଷ୍ଟ ହୁଅ। ସୃଷ୍ଟିର ବିନାଶକାରୀ ଏହି ଦୁର୍ଦ୍ଦିନରେ ଗୋମାତାଙ୍କ ପ୍ରତି ସେବା, ଧର୍ମ, କର୍ମ, ଜ୍ଞାନର ଏହି ପରିପନ୍ଥୀ ସମୟରେ ଯଜ୍ଞ, ବ୍ରାହ୍ମଣ, ପଣ୍ଡିତ, ଜ୍ଞାନୀ, ସାଧୁସନ୍ତଙ୍କର ହିତୈଷୀ ସାଧନାର ପ୍ରତିକୂଳତା ସମୟରେ ଆଜି ଏତିକି ସମସ୍ତଙ୍କୁ ଆମ୍ଭର ନିବେଦନ, ସଚେତନତା। ହେ ମାନବ କୂଳ, ହେ ଗୋବର୍ଦ୍ଧନକାରୀ ସନ୍ଥ କୂଳ, ହେ ସୃଷ୍ଟି ରକ୍ଷାକାରୀ ବ୍ରାହ୍ମଣ କୂଳ, ହେ ବ୍ରହ୍ମା କୂଳ, ସମସ୍ତଙ୍କୁ କୋଟି କୋଟି ବାର ନିବେଦନ, ଅୟୁତ ବାର ନିବେଦନ, ପ୍ରାର୍ଥନା ଏବଂ ଅନ୍ତର ଭିତରର ବ୍ୟାକୁଳତା। ଆପଣମାନେ ସମସ୍ତେ ଜାଗ୍ରତ ହୁଅନ୍ତୁ, ସଚେତନ ହୁଅନ୍ତୁ। ବିଶ୍ୱକୁ ଏହି ଦୁର୍ଦ୍ଦିନରେ ରକ୍ଷା କରିବା ପାଇଁ ଆପଣମାନେ ସମସ୍ତେ ଆଗଭର ହୁଅନ୍ତୁ। ଆପଣମାନେ ଉତ୍ତରଦାୟୀ ହୁଅନ୍ତୁ। ଆସନ୍ତୁ, ଏ ଦିଗ୍ଦର୍ଶନର ପବିତ୍ର ମାର୍ଗରେ ଆପଣମାନେ ସମସ୍ତେ ଦିଗ୍ଦର୍ଶନ ଦେବାରେ ସହାୟକ ହୁଅନ୍ତୁ। ସମସ୍ତେ ପଥ ପ୍ରଦର୍ଶକ ହୁଅନ୍ତୁ, ସମସ୍ତେ ଦିଗ୍ଦର୍ଶନକାରୀ ହୁଅନ୍ତୁ, ସମସ୍ତେ ଗୁରୁ ହୁଅନ୍ତୁ, ସମସ୍ତେ ବିଶ୍ୱକୁ ବାଟ ଦେଖାନ୍ତୁ। ଏତିକି ମୋର ନିବେଦନ। ଜୀବନବ୍ୟାପୀ ଅସନ୍ତୋଷ, ବ୍ୟଥା, ପୁଞ୍ଜୀଭୂତ ବେଦନା, ଯନ୍ତ୍ରଣା, ବିଷାଦ ଭରା ବ୍ୟାକୁଳ ନିବେଦନ, ଦୁଃଖ ବଶୀଭୂତ ମାର୍ମିକ ଜ୍ୱର ଜର୍ଜରିତ ନିଦାନ ସମୟରେ ଏହି ଯାହା ସବୁ ଆମ ଉଚ୍ଚାରିତ ସ୍ୱରରୁ ଶବ୍ଦପୁଞ୍ଜ ସମସ୍ତଙ୍କୁ ସଜାଗ କଲା, ଏହାର ତୀବ୍ରତା କେତେ ତାହା କେହି ବି କଳନା କରିପାରିବ ନାହିଁ। ତାହାର ତୀବ୍ରତା କେତେ ତାହା କେହି ବି କଳନା କରିପାରିବ ନାହିଁ। ହେ ଆତ୍ମନ୍, ହେ ମାନବ କୂଳ, ହେ ବିଶ୍ୱବାସୀ, ହେ ସମସ୍ତେ, ହୃଦୟର ବହୁତ ଦୁଃଖ ବ୍ୟଥା ସମୟରେ ଯାହା ଯାହା ଏସବୁ କୁହାଗଲା, ତାହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା କୌଣସି ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ କୁହାଯାଇ ନାହିଁ। କେହି ଏହାକୁ ମନ ଭିତରକୁ ନେବେ ନାହିଁ। ଏହା ବିଶ୍ୱ ସାର୍ବଜନୀନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ କୁହାଯାଇଛି। ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ। ଯେଉଁମାନେ ଗୋଜାତିଙ୍କର ଏହିପରି ନିନ୍ଦା, ଅପବାଦ, ଅପପ୍ରଚାର କରିବାରେ ନିଜକୁ ଅଗ୍ରସର କରାଇଛନ୍ତି, ସେମାନେ ତୁରନ୍ତ ସୁଧୁରି ଯାଆନ୍ତୁ। ସେମାନେ ତୁରନ୍ତ ସୁଧୁରି ଯାଆନ୍ତୁ। ସେମାନେ ତୁରନ୍ତ ଗୋଟିଏ କ୍ଷଣ ଭିତରେ ସୁଧୁରି ଯାଆନ୍ତୁ। ସୁଧୁରିବା ପାଇଁ ଅଧିକ ସମୟ ଲାଗିବ ନାହିଁ। ସୁଧୁରିବା ପାଇଁ, ନିଜକୁ ବଦଳାଇବା ପାଇଁ, ନିଜର ମନର ଭାବନାକୁ ବଦଳାଇବା ପାଇଁ, ନିଜର ନିଚ ପ୍ରବୃତ୍ତିକୁ ବଦଳାଇବା ପାଇଁ କଦାପି ହେଲେ ଅନେକ ସମୟ, ଅନେକ ଘଣ୍ଟା, ଅନେକ ମିନିଟ୍, ଅନେକ ସେକେଣ୍ଡ, ଅନେକ କ୍ଷଣ ଲାଗିବ ନାହିଁ। ଅତି କମ୍ ମୁହୂର୍ତ୍ତ ଭିତରେ ନିଶ୍ଚିତ ଭାବରେ ମନର ଭାବନା ବଦଳିଯିବ। ଆପଣ ସୁଧୁରି ଯିବେ, ସୁଧୁରି ଯାଆନ୍ତୁ, ସୁଧୁରି ଯାଆନ୍ତୁ। ଆଗକୁ ଭଲ ଭବିଷ୍ୟତଟିଏ ନିର୍ମାଣ କରିବା ପାଇଁ ଆଜିଠାରୁ ଶପଥ ନିଅନ୍ତୁ। ଆଗକୁ ଗୋଟିଏ ଭଲ ପୃଥିବୀ ଦେଖିବା ପାଇଁ ନିଜ ଉପରେ କେତେ ଦାୟିତ୍ୱ ଅଛି, ନିଜ ଉପରେ କେତେ ପ୍ରଭାବ ରହିଛି, ନିଜ ଉପରେ କେତେ ଦାୟିତ୍ୱ ରହିଛି, ନିଜକୁ ନିଜେ ପ୍ରଶ୍ନ କରନ୍ତୁ, ନିଜକୁ ନିଜେ ବିଚାର କରନ୍ତୁ। ଆସନ୍ତୁ, ସମସ୍ତେ ମିଶି ଆମେ ଗୋଟିଏ ସୁନ୍ଦର ପୃଥିବୀ ଦେଖିବା, ସୁନ୍ଦର ଭବିଷ୍ୟତ ଦେଖିବା। ସୁନ୍ଦର ଗୋ ବ୍ରାହ୍ମଣ ହିତାୟ ଚ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ ବୋଲି ଉଚ୍ଚାରଣ କରିବା। ସମସ୍ତେ ଖୁସି ହେବା, ଆନନ୍ଦିତ ହେବା, ସୁଖୀ ହେବା। ସମସ୍ତେ ଭଲ ଗୋଦୁଗ୍ଧ ଟିକେ ପାନ କରିବା। ଆମେ ସମସ୍ତେ ଭଲ ଗୋଦୁଗ୍ଧ ପାନ କରିବା। ଦୁଗ୍ଧ ପାନ କଲେ ବଢ଼େଇ ଶକ୍ତି, ସନ୍ଥର ଲକ୍ଷଣ, ସାଧୁର ଲକ୍ଷଣ, ମାନବର ଲକ୍ଷଣ ଈଶ୍ୱର ଭକ୍ତି। ସେଥିପାଇଁ ନିହାତି ଅପରିହାର୍ଯ୍ୟ ଭଲ ଗୋଦୁଗ୍ଧ, ଭଲ ଗୋଘୃତ, ଭଲ ଗୋ ଦଧି, ଭଲ ଗୋ ଲବଣୀ, ଭଲ ଗୋମୂତ୍ର, ଭଲ ଗୋମୟ, ଭଲ ଗୋ ପଞ୍ଚଗବ୍ୟ, ଭଲ ସାର, ଭଲ ଉତ୍କୃଷ୍ଟ, ଭଲ ଶ୍ରେଷ୍ଠ, ଭଲ ନିରୋଗ,
ଗୋ ପଞ୍ଚଗବ୍ୟ ସମସ୍ତେ ଉତ୍କୃଷ୍ଟ ଗବ୍ୟଘୃତ ପାନ କରିବା, ଉତ୍କୃଷ୍ଟ ଗବ୍ୟାମୃତ ପାନ କରିବା, ସମସ୍ତେ ଉତ୍କୃଷ୍ଟ ପଞ୍ଚଗବ୍ୟ ପାନ କରିବା, ଗୋଜାତିଙ୍କୁ ସମ୍ମାନ ଦେବା, ଗୋଜାତିଙ୍କର ହିତ କାମନା କରିବା, ଗୋଜାତିଙ୍କର ସେବା କରିବା, ଗୋଜାତିଙ୍କର ସମସ୍ତ ଦାୟିତ୍ୱ ନିଜ ଉପରେ ରଖିବା, ଗୋଜାତିଙ୍କୁ ଉନ୍ନତରୁ ଉନ୍ନତ ଆଡ଼କୁ କ୍ରମଶଃ ଗୋବର୍ଦ୍ଧନକାରୀ ଶକ୍ତି ଦ୍ୱାରା ଆମେ ଅନେକ ଆଗକୁ ନେବା, ଅନେକ ଚାରଣଭୂମି ସୃଷ୍ଟି କରିବା, ଅନେକ ଜଙ୍ଗଲ ସୃଷ୍ଟି କରିବା, ପରିବେଶକୁ ସୁସ୍ଥ ରଖିବା ଏବଂ ସୃଷ୍ଟି ଥିବା ପର୍ଯ୍ୟନ୍ତ ଗୋଜାତିଙ୍କୁ ସେବା କରିବା। ଏ ହେଉଛି ଆମର ମାନବ ଜାତିର, ମାନବ କୂଳର, ମାନବ ଜନ୍ମର ସାର୍ଥକତା ବୋଲି ଆମେ ନିଜକୁ ନିଜେ ଅନୁଭବ କରି ଜଗତର କଲ୍ୟାଣ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିବା। ପରିଶେଷରେ ରାଜା ଦିଲ୍ଲୀପ, ରାଜା ରଘୁ, ରାଜା ଦଶରଥ, ରାଜା ରାମ, ଜନକ, ଦତ୍ତାତ୍ରେୟ, ଗୌତମ, ଦୁର୍ବାସା, ବଶିଷ୍ଠ, ବିଶ୍ୱାମିତ୍ର, ଭୃଗୁ, ପରଶୁରାମ, ଯମଦଗିନୀ ସମସ୍ତ ଋଷିକୂଳମାନଙ୍କୁ ଏବଂ ଋଷିକୂଳର କନ୍ୟାମାନଙ୍କୁ, ଋଷିକୂଳର ଋଷିପତ୍ନୀମାନଙ୍କୁ ସର୍ବପ୍ରଥମେ ପରିଶେଷରେ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସାଧୁ ସମ୍ମାନ ଏବଂ ପ୍ରଣାମ ଜଣାଉଛି। ମାତା ଗାୟତ୍ରୀ, କାମଧେନୁ, ସୁରଭି ମାତା ଏବଂ ସୁରକୂଳର ସମସ୍ତ ଗୋମାତାମାନଙ୍କୁ ପ୍ରଣାମ ଏବଂ ସମ୍ମାନ ଜଣାଇ ନିଜ ହୃଦୟର ବ୍ୟଥା ବେଦନାକୁ ଏହି ସ୍ଥାନରେ ହିଁ ଅବମୋଚନ କରାଉଛି, ଏହି ସ୍ଥାନରେ ହିଁ ଅବମୋଚନ କରାଉଛି, ଏହି ସ୍ଥାନରେ ହିଁ ଅବମୋଚନ କରାଉଅଛି। ଏତିକିରେ ଆମେ ରହୁଛୁ। ଆମେ ଆପଣମାନଙ୍କର ବ୍ରହ୍ମାଣ୍ଡର ସର୍ବପ୍ରସିଦ୍ଧ ବିଶ୍ୱଗୁରୁମାନଙ୍କର ଦାସାନୁଦାସ, ଅନୁଦାସ, ଶ୍ରୀଦାସ ଆଉ ଦାସାନୁଦାସ, ମାତା ଗାୟତ୍ରୀଙ୍କର, କାମଧେନୁଙ୍କର, ସୁରଭି ଆଉ ଗୋକୁଳାଧିପତିଙ୍କର ଦାସ, ଦାସାନୁଦାସ, ଶ୍ରୀଦାସ, ଅନୁଦାସ, ସ୍ୱଦାସ, ଦାସ ଦାସ ଦାସ, ଜୀବନ ଥିବା ପର୍ଯ୍ୟନ୍ତ ଯେତେ ଦାସ ଦାସ ହୋଇପାରିବ ସେତିକି ଦାସ ଦାସ, ବିଶ୍ୱହିତାକାଂକ୍ଷୀ, ବିଶ୍ୱ ମଙ୍ଗଳାକାଂକ୍ଷୀ, ବିଶ୍ୱହିତାକାଂକ୍ଷୀ, ବିଶ୍ୱ ଗୋଜାତିର ଶୁଭାକାଂକ୍ଷୀ, ସମସ୍ତଙ୍କର ଶୁଭାକାଂକ୍ଷୀ, ସମସ୍ତଙ୍କର ମଙ୍ଗଳାକାଂକ୍ଷୀ।